करुणामयी माँ परम प्रभु श्री अरविंद सम्मानीय भवेश भाई उपस्थित थिबा समस्त मातृप्रेमी भाई और बापा माने आज दिव्य मुहूर्त आम मानकर अहोभाग्य आमे परम प्रभु श्री अरविंदर दिव्य जीवन ग्रंथ पाठ करिवार सुजोग पाउचंती। आम माने दीर्घ दिन धरी ये दिव्य जीवन ग्रंथटी को आरंभ करचंती। एबे पढ़ुचंती दी टू नेगेशंस दी रिफ्यूजल ऑफ एसेटिक वैराग्यर नीति यार 15 अनुच्छेद भाई सुंदर भावरे आलोचना करुछंती। आम माने वर्तमान पृष्ठा ओडियार पृष्ठा 34-35 एवं पुराना इंग्राजी बहिर पृष्ठा 23 पृष्ठ को जीवा। वर्तमान मु भवेश भाई को अनुरोध करछि भाई आम आगे या स्वतंत्र भावरे जो भाव विस्तृत करुछंती पूर्वापर संपर्क रक्षा करी पुणी आम मान को आगु को सही ज्ञानयुक्त पथरे नहीं जीवे। भाई करुणामयी माँ परम प्रभु श्री अरविंद आमे प्रातर अधिवेशन रे प्रभुंकर प्रज्ञा यात्रा रे सामिल होचंती। सेति आमे निजको अनेक धन्यभागी मन करछु एवं तांकर ए करुणा पाई आमे तांक निकटरे कृतज्ञता प्रकाश करिवा। प्रथम आज पाठचक्र को आहरी जीवंत भाव जो माने उपस्थापित करिवार सहयोग करिसंती आम समस्त प्रिय और सम्मान प्रशांत भाई, देवराज भाई, उषापा, मनोरमापा, एबे गीता पढ़ुଥିଲେ दमांती अपा और परे कविता पासवे समस्त को श्रद्धा और सम्मान। आमे गत कालीर जहाँ अध्ययन थिला ताको पढ़िया परे आउ थरे टिके पुनरावृत्ति करिया परे आज नूतन विषय को जीवा। आमे एक कथा सब पढ़िथिले जे चेतना होछि शाश्वत आउ चेतना ए जगत रे जो बाटरे तार वर्किंग्स तार क्रियाकलाप गुड़िक जारी रखी सेगुड़िक मध्य सत्य। ताले आमे ए विश्वटी को गोटे स्वप्न किंबा कौन सी भ्रम बोली मन करवा नहीं। तेणु चेतना जेहेतु पृथ्वीर सत्ता तेणु चेतना जेहेतु सत्य और शाश्वत से ये पृथ्वी मध्य सत्य। कारण पृथ्वी हूँ एक चैतन्य शक्ति एवं से चैतन्य शक्ति हूँ ये पृथ्वी को सृष्टि करिथिबा पुरुष। पुरुष कहले आत्मा। तेणु ये जो चित शक्ति ये आत्म प्रतिष्ठ स्वयं प्रतिभात ये केवल रूप जड़र रूप ग्रहण करिसंती। ताले आम एक कथा पढ़ी चित सत्ता होती अंतहीन अतिमानसर एक सत्य रूप एवं ये चित सत्ता ये विश्व निर्माणकारी। तेणु एक अनिर्वचनीय अनंतता ये स्वतंत्र भाव में विराजित रही विश्व छंदरे लीलायित हो। तो जदि आम यही कथा गुड़ी को बुझू आमर लाभ या हम
ଆମେ ଯୋଉ ଭଗବାନଙ୍କୁ କୋଉଠି ଦୂରସ୍ଥ ଖୋଜୁଛୁ, ଯେ ସେ କୋଉଠି ବିଶ୍ୱ ବାହାରେ, ବିଶ୍ୱତୀର୍ଣ୍ଣ କୋଉ କ୍ଷୀରାବ୍ଧି ସାଗରରେ, କୋଉଠି ଗୋଲୋକ ଧାମରେ ଅଛନ୍ତି, ତାହେଲେ ଆଉ ସେ ଆମ ପାଖରେ ନାହାନ୍ତି। ସେ କେବେ କେବେ ଆମ ପାଖକୁ ଆସୁଛନ୍ତି, ଅବତରଣ କରୁଛନ୍ତି। ଆମେ ଯୋଉ ଧାରଣା ଗୁଡିକ ସବୁ ଗ୍ରହଣ କରିନେଇଛୁ, ସେ ଦୂରରେ ଥାନ୍ତି ଆଉ ମଝିରେ ମଝିରେ ମଣିଷର ଅସୁବିଧା ଗୁଡିକ ହେଲେ ଅବତରଣ କରନ୍ତି। ଏପଟେ ଯୋଉ ଧାରଣା ଗୁଡିକ ଧରି ଆମେ ଈଶ୍ୱରଙ୍କୁ ଖୋଜୁଛୁ, ତାହେଲେ ଆମର ଏଇ ଖୋଜିବାରେ ଗୋଟେ ପ୍ରକାର ନୂତନ ଦିଗ ନିର୍ମାଣ ହବ। ଆମେ ଯାହାଙ୍କୁ ଖୋଜୁଛୁ ସେ ଆମେ ନିଜେ ତାଙ୍କରି ସ୍ୱରୂପ ହେଇକିରି, ତାଙ୍କରି ସତ୍ତାର ଗୋଟେ ପରିଣାମ ହେଇକିରି, ଏ ବିଶ୍ୱ ଜଗତ ମଧ୍ୟ ତାଙ୍କରି ସତ୍ତାର ଏକ ପରିଣାମ ହେଇକିରି ରହିଛି। ତା ଭିତରେ ଅନନ୍ତର ସ୍ପର୍ଶ ରହିଛି। ତାହେଲେ ଏଇ ଯୋଉ ବିଶ୍ୱ ଚେତନା ମଧ୍ୟରେ ଯେତେବେଳେ ପ୍ରବେଶ କରିଯାଏ ମଣିଷ, ବିଶ୍ୱ ଜୀବନ ସହିତ ତାର ଏକାତ୍ମ ହବାର ଯୋଉ ସାମର୍ଥ୍ୟ ରହିଛି ଏବଂ ସେଭଳି ସେ କରିପାରେ, ତାପରେ ସେ ବିଶ୍ୱ ଚେତନାରୁ ପୁଣି ଥରେ ବିଶ୍ୱତୀର୍ଣ୍ଣ ଚେତନା ମଧ୍ୟକୁ ପ୍ରବେଶ କରିଯାଏ। ତାହେଲେ ପୁଣି ଥରେ ତା ଭିତରେ ଗୋଟେ ଛୋଟ ଦ୍ୱନ୍ଦ୍ୱ ଦେଖାଦିଏ। ଛୋଟ ଦ୍ୱନ୍ଦ୍ୱ ତ କହିବା ନାହିଁ, ବଡ ଦ୍ୱନ୍ଦ୍ୱ, ଯେ ବିଶ୍ୱତୀର୍ଣ୍ଣ ଚେତନାରେ ରହିବାକୁ ହେଲେ, ଟ୍ରାନ୍ସେଣ୍ଡେନ୍ସରେ, ପ୍ରକୃତରେ କଣ ବିଶ୍ୱଗତ ଚେତନାଟିକୁ ଛାଡିଦେବାକୁ ପଡିବ, ବା ବିଶ୍ୱଟି ତା ଆଗରେ କିଛି ଅର୍ଥ ରଖିବ ନାହିଁ, କୌଣସି ଏକାଥରେ ଗୌଣ ହେଇଯିବ, ଯେମିତି ଅତୀତରେ ହେଇଛି। ସେ କଥାଟିକୁ ପ୍ରଭୁ କହିଛନ୍ତି ଯେ ବିଶ୍ୱତୀର୍ଣ୍ଣର ପ୍ରବେଶ ଦ୍ୱାରରେ ଯେତେବେଳେ ଶୁଦ୍ଧ ଚିତ୍ ସ୍ୱରୂପ ସତ୍ତା ଯୋଉଠି ଦଣ୍ଡାୟମାନ ରହିଛି, ସେଇଠି ଆମେ ପହଞ୍ଚିବା। ସେଇଠି ଦେଖିବା ଯେ ସେଇଟା ହଉଛି ଲୁମିନସ୍, ଆଲୋକ ଶରୀର, ଶୁଦ୍ଧ, ଏବଂ ସେ ପୃଥିବୀକୁ ଧାରଣ କରିଛନ୍ତି। ପୃଥିବୀରେ ସିଏ ତାଙ୍କର କୌଣସି କ୍ରିୟା ବା ପ୍ରତିକ୍ରିୟା ଭିତରେ ନାହାନ୍ତି। ତାଙ୍କ ପାଖରେ ଶକ୍ତି ସଞ୍ଚରଣ ପାଇଁ ତାଙ୍କ ପାଖରେ କୌଣସି ସ୍ନାୟୁ ନାହିଁ। ସାନିୟୁଜ କଥା ଆମେ ଗତକାଲି ପଢିଥିଲେ। ତାଙ୍କଠାରେ ଦ୍ୱୈତ ଭାବର କୌଣସି କଳୁଷ ନାହିଁ ଏବଂ ଭେଦଜନିତ ତାଙ୍କର କୌଣସି ସ୍କାର, ଘା ନାହିଁ ବା ବ୍ରଣ ନାହିଁ। ସେ ଅନନ୍ୟ ଅଦ୍ୱୈତ ସ୍ୱରୂପ, ଅବ୍ୟବହାର୍ଯ୍ୟ ଏବଂ ପ୍ରପଞ୍ଚ ଉପଶମ। ଏଟା ସବୁ ଯେତେବେଳେ ଆତ୍ମାରେ ଜଣେ ମଣିଷ ଅଧିଷ୍ଠିତ ହୁଏ, ତାଙ୍କୁ ଏଇଭଳି ଅନୁଭୂତି ହୁଏ। ତେଣୁ ଅଦ୍ୱୈତବାଦୀ ମାନେ ତାଙ୍କୁ ଆତ୍ମ ସ୍ୱରୂପ ବୋଲି କହୁଛନ୍ତି, ଆତ୍ମାର କଥା। ତେଣୁ କଣ ହୁଏ, ବେଳେ ବେଳେ ଯୋଉ ଟ୍ରାନଜିସନ କଥା ଆସିଲା, ମଧ୍ୟବର୍ତ୍ତୀ ପର୍ଯ୍ୟାୟ ଗୁଡିକର ଅପେକ୍ଷା ନ ରଖି ସାଧକ ଯେତେବେଳେ ଏଇ ପ୍ରବେଶ ଦ୍ୱାର ଗୁଡିକ ଅତିକ୍ରମ କରିଯାଏ, ଏଇ ପ୍ରବେଶ ଦ୍ୱାରରେ ଏଇ ସବୁ ଅନୁଭୂତି ରହିଛି, ସେତେବେଳେ ତା ଭିତରେ ବିଶ୍ୱର ବାସ୍ତବତା ବିଷୟରେ ଏକ ପ୍ରତୀତି ଆସି ଉପସ୍ଥିତ ହୋଇଯାଏ। ଆମେ ଏ କଥା ଆହୁରି ଗଭୀର ଭାବରେ ଆଲୋଚନା କରିଥିଲେ। ଜଣେ ଲୋକ ଯଦି ଜୀବନରେ ଜନ୍ମ ହେବା ମାତ୍ରେ ଧନୀ ହେଇକି ଜନ୍ମ ହଉଛି, ତାହେଲେ ସେ ବିଶ୍ୱର ଯୋଉ ଜୀବନ ସଂଘର୍ଷ ରହିଛି, ଯୋଉ ଦାରିଦ୍ର୍ୟଟି ରହିଛି, ସେଟା ସେ ବୁଝିପାରିବନି। ତାକୁ ଯେତେ ବୁଝେଇଲେ ବି ବୁଝିପାରିବନି। ତେଣୁ ହଠାତ୍ ଗୋଟେ ବିନା ଇଭଲ୍ୟୁସନରେ କୌଣସି ଗୋଟେ ପର୍ଯ୍ୟାୟ ଦେଇକି କ୍ରମାନ୍ୱୟରେ ଗତି ନ କରିକି ହଠାତ୍ ଯଦି ତାର ମନଟି ସେଇଠି ପ୍ରବେଶ କରିଯିବ, ଦେଖିବ ଯେ ସେଇଠି ଯୋଉ ମାନେ ପ୍ରାଚୁର୍ଯ୍ୟ ତ ନୁହେଁ, କୁହାଯିବନି, ଐଶ୍ୱର୍ଯ୍ୟ, ବେଶୀ କରି ଆନନ୍ଦର ପରିମାଣଟା ଏତେ ବେଶୀ। କାରଣ ପୃଥିବୀର ଯୋଉ ଆନନ୍ଦର କଥା ଗତକାଲି ଆମେ ଆଲୋଚନା କରୁଥିଲେ, ଯେ ଆମେ ଯୋଉ ତାଲିକା କରିବା ପୃଥିବୀର ଦୁଃଖ ନା ଆନନ୍ଦ ଗୁଡିକ,
ଆଉ ଯୋଉ ଆନନ୍ଦ ବିଷୟରେ ଆମେ ଅଳ୍ପ ବହୁତ ଜାଣିଛୁ ହିସାବ କରିବା ସବୁ ବସିକି, ଏଇଟା ଆନନ୍ଦ, ଏଇଟା ଆନନ୍ଦ, ଏଇଟା ଆନନ୍ଦ, ଏଇଟା ଆନନ୍ଦ, ତାଠାରୁ ଯଦି ସହସ୍ର ଗୁଣ ବା କୋଟି ଗୁଣରେ ଆଉ ଗୋଟେ ଆନନ୍ଦ ଆପଣଙ୍କୁ ଆସିକି ଛୁଇଁବ, ତ ଏଇ ଆନନ୍ଦ ଗୁଡା କିଏ ପଚାରିବ କି? କହିପାରିବ? ଜଗତଟା ଏତେ ସୁନ୍ଦର ଥିଲା, ଏତେ ଆନନ୍ଦ ଥିଲା, ଅଥଚ ମୁଁ ଏଇ ଅନ୍ଧକାର ଭିତରେ ଏକୋ ହିଁ ଆନନ୍ଦ ମନେ କରୁଥିଲି, ଏଇଟାକୁ ଐଶ୍ୱର୍ଯ୍ୟ ମନେ କରୁଥିଲି। ତ ସେତେବେଳେ ଯୋଉଟା ଗୌଣ ତାକୁ ଲାଗିବ, ସେ ସେଇଟାକୁ ପରିତ୍ୟାଜ୍ୟ ବୋଲି ଭାବିଦବ। ଆପଣ ଗୋଟେ କୁଡିଆ ଘରେ ରହୁଥିଲେ, ଆପଣଙ୍କୁ ଗୋଟେ ବିରାଟ ପ୍ରାସାଦ ମିଳିଲା, ସେ ପ୍ରାସାଦରେ ଏତେ ସୁଖ ରହିଛି, ଆଉ ସେଟା ଗୋଟେ ସ୍ୱର୍ଗ ଭଳି, ତ ସେତେବେଳେ ଆପଣ କୁଡିଆଟାକୁ ଛାଡିଦେବେ କି ନାହିଁ? କିନ୍ତୁ ତାହା ହେଇଛି। ବିଶ୍ୱ ଜୀବନରେ ଦୁଃଖ ଅଛି, ବିଶ୍ୱ ଜୀବନରେ ତାଡନା ଅଛି, ବିଶ୍ୱ ଜୀବନରେ ଅନ୍ଧକାର ଅଛି, ବିଶ୍ୱ ଜୀବନରେ କେତେ କେତେ କଠିନତା ରହିଛି। ତେଣୁ ଯେତେବେଳେ ମଣିଷ ଏଇ ଆତ୍ମିକ ଜଗତର ସନ୍ଧାନ ପାଇଗଲା, ଚେତନା ଜଗତର ସନ୍ଧାନ ପାଇଗଲା, ସେ କଣ କଲା ନା ସେ ଆହୁରି କେତେ କଥା ପାଇଲା। ନୈଷଧପୂର୍ଣ୍ଣ ଏକ ଅତି ବାସ୍ତବତା ବା ଯାହାକୁ କୁହାଯିବ, ସେ ଏଭଳି ଗୋଟେ ନୈଶବ୍ଦ ଭିତରେ, ନିରବତା ଭିତରେ ପ୍ରବେଶ କରିଗଲେ, ଯାହାଫଳରେ ତାଙ୍କର ମନୁଷ୍ୟର ମନ ଆହୁରି ଅଧିକ ପ୍ରବଳ ପ୍ରଚଣ୍ଡ ଅନୁଭୂତିର ବିଚ୍ଛରଣ ଭିତରେ ଚାଲିଗଲେ। ତେଣୁ ଯେତେବେଳେ ସେ ବିଶୁଦ୍ଧ ଆତ୍ମସ୍ୱରୂପର ଦର୍ଶନ କଲେ, ସେତେବେଳେ ଗୋଟେ ପରିବର୍ଜନର ସୂତ୍ରପାତ ହେଲା। ସେ କହିଲେ ଯେ ଏଇ ଜଗତ ସତ୍ୟ ଆଉ ନୁହେଁ, ବା ଏଠି କିଛି ଆବଶ୍ୟକତା ନାହିଁ, ମତେ ଆଉ ଏଇ ଜଗତ ଦରକାର ନାହିଁ। ଏଇଟା ଗୋଟେ ପ୍ରକାର ପରିବର୍ଜନ। ଅର୍ଥାତ୍ ଯଦି ଆମେ ଦେଖିବା, ମାନେ ବିପରୀତ ବିନ୍ଦୁରେ ଅବସ୍ଥିତ ଜଡବାଦୀର ନାସ୍ତି ସହିତ ଆମେ ସମାନ୍ତର ଭାବେ ତାକୁ ବିଚାର କରିପାରିବା, ଏବଂ ଏଇଭଳି ଗୋଟେ ପରିଣାମ ମନୁଷ୍ୟ ପାଇଁ ବିନାଶକାରୀ। ତେଣୁ ଏଇଭଳି ଗୋଟେ ଯେତେବେଳେ ତାଙ୍କ ଭିତରେ ଧାରଣା ତିଆରି ହେଲା ଯେ ଏଇ ଜଗତଟା ପରିତ୍ୟାଜ୍ୟ, ସେମାନେ କଣ କଲେ ନା ଘର ଚର ଛାଡିଦେଲେ, ଅରଣ୍ୟ ପଳେଇ ଯିବା ପାଇଁ ତାଙ୍କ ଭିତରେ ଗୋଟେ ଉଚ୍ଛନ୍ନତା ପ୍ରକାଶ ପାଇଲା। ଏବଂ ଏଇଟା ହଉଛି ବୈରାଗୀର ନୀତି। ଆମେ ଏତିକି ପର୍ଯ୍ୟନ୍ତ ପଢିଥିଲେ। ତାପରେ ଆଜିର ଅଧ୍ୟୟନ ଏଇଭଳି। It is this revolt of spirit against matter that for 2000 years since Buddhism disturbed the balance of the old Aryan world has dominated increasingly the Indian mind. ତାହେଲେ ଯେତେବେଳେ ଆତ୍ମାର ଅନୁଭୂତିରେ ମଣିଷ ଚାଲିଗଲା, ସେ ଜଡଗତ ବିଶ୍ୱଟିକୁ ଅସ୍ୱୀକାର କଲା। ତେଣୁ ଏଇଟା ହଉଛି ପ୍ରଭୁଙ୍କ ଭାଷାରେ it is this revolt of spirit against matter, ଆତ୍ମାର ଜଡ ବିରୁଦ୍ଧରେ ଏଇଟା ହଉଛି ବିଦ୍ରୋହ। ଏଇଟା କେତେ ବର୍ଷ ହେଲା ଚାଲିଛି? ତାଙ୍କ ହିସାବରେ 2000 years, 2000 ବର୍ଷ ହେଲା। ହଁ, 2000 ବର୍ଷ ହବ, କାରଣ ବୁଦ୍ଧଙ୍କର ଜନ୍ମ 500 BC, ବିଫୋର କ୍ରାଇଷ୍ଟ। ତାହେଲେ 2000 ବର୍ଷରୁ ଅଳ୍ପ କିଛି ବର୍ଷ ଅଧିକ ଭିତରେ ଆମେ ଗୋଟେ ନୂତନ ପ୍ରକାର ଏଇ ବୈରାଗୀ ଭାବ ଭିତରେ, ଭିକ୍ଷୁ ଭାବ ଭିତରେ ପରିବର୍ତ୍ତନ କରିବା ସଂସାରକୁ, ତା ଭିତରେ ବେଶୀ ଆସିଛୁ। କାହିଁକି ସେ କହୁଛନ୍ତି, since Buddhism disturbed the balance of the old Aryan world, ଆର୍ଯ୍ୟ ମାନଙ୍କର ଗୋଟେ ଜୀବନ ଅଲଗା ପ୍ରକାର ଥିଲା। ଆର୍ଯ୍ୟ ମାନେ ସନ୍ନ୍ୟାସୀ ହଉଥିଲେ, କିନ୍ତୁ ସେ ସନ୍ନ୍ୟାସରେ ଗୋଟେ ପ୍ରାକ୍ଟିକାଲ ସାଇଡ କେତେଟା ଥିଲା। ଧରନ୍ତୁ, ଆପଣ ଲକ୍ଷ୍ୟ କରିବେ, ଆର୍ଯ୍ୟ ଋଷିମାନେ ଚାଷ କରୁଥିଲେ, ଆର୍ଯ୍ୟ ଋଷିମାନେ ଗୋପାଳନ କରୁଥିଲେ, ଆର୍ଯ୍ୟ ଋଷିମାନେ ବିବାହ କରୁଥିଲେ, ଆର୍ଯ୍ୟ ଋଷିମାନେ ସନ୍ତାନ ଉତ୍ପାଦନ କରୁଥିଲେ,
ଆର୍ଯ୍ୟ ଋଷି ମାନେ ଯଜ୍ଞ କରୁଥିଲେ, ରାଜା ମାନଙ୍କୁ ଉପଦେଶ ଦଉଥିଲେ, ଗୁରୁକୁଳ ପ୍ରତିଷ୍ଠା କରି ଶିକ୍ଷାର ଦାୟିତ୍ୱ ନେଇଥିଲେ। ତେଣୁ ଆର୍ଯ୍ୟ ଋଷି ମାନଙ୍କର ଗୋଟେ ଦୃଷ୍ଟିକୋଣ ବିଶ୍ୱ ପ୍ରତି ଏକାଥରେ ନକାରାତ୍ମକ ନଥିଲା। କିନ୍ତୁ ଯେତେବେଳେ ବୌଦ୍ଧ ଦର୍ଶନ ଆସିକି ତାକୁ ଡିଷ୍ଟର୍ବ କରିଦେଲା ତାର ବାଲାନ୍ସକୁ, ଆର୍ଯ୍ୟ ଜଗତର ଗୋଟେ ସନ୍ତୁଳନ ଥିଲା, ସେଇ ଆର୍ଯ୍ୟ ଜଗତର ଆର୍ୟନ ୱାର୍ଲଡର ଯୋଉ ସନ୍ତୁଳନଟିକୁ ଭାଙ୍ଗିଲେ କି ବୁଦ୍ଧିଜିମ୍ ଡିଷ୍ଟର୍ବ ଦି ବାଲାନ୍ସ ଅଫ ଦି ଓଲ୍ଡ ଆର୍ୟନ ୱାର୍ଲଡ। ଆର୍ଯ୍ୟ ଜଗତର ଏହି ସନ୍ତୁଳନକୁ ବୁଦ୍ଧିଜିମ୍ ବା ବୌଦ୍ଧବାଦୀ ମାନେ ଆସିକି ତାକୁ ଡିଷ୍ଟର୍ବ କରିଦେଲେ, ତ ଭାଙ୍ଗି ରଖିଦେଲେ। କଣ କଲେ? has dominated increasingly the Indian mind। ତାପରେ ସେମାନେ ଭାରତୀୟ ମନଟା ଉପରେ ଗୋଟେ ଆଧିପତ୍ୟ ବିସ୍ତାର କଲେ, ଡୋମିନେଟ କଲେ। କଣ ନା ଏଇ ସନ୍ନ୍ୟାସ ଲଣ୍ଡିତ ମସ୍ତିଷ୍କ ଭାବେ ବିବାହ କରିବେ ନାହିଁ। ଆଉ ପୁଣି ତ ଗୋଟେ ସମୟରେ ନାରୀ ମାନଙ୍କ ପ୍ରତି ତାଙ୍କର ଦୃଷ୍ଟିକୋଣ ବଡ ଭୟଙ୍କର ଥିଲା, ଆଜିର ତାଲିବାନ ମାନଙ୍କ ଭଳିଆ, ଯେ ନାରୀ ମାନେ ଗୋଟେ ଅବକ୍ଷ ବା ଗୋଟେ ପତନର କାରଣ। ତେଣୁ ପ୍ରାଥମିକ ଅବସ୍ଥାରେ ଆପଣଙ୍କ ମନେ ଥିବ ଭିକ୍ଷୁଣୀ ମାନଙ୍କୁ ଭିକ୍ଷୁକ ସଂଘରେ ନିଆଯାଉନଥିଲା। ଏଇଟା ଲେଟର ପାର୍ଟରେ ବହୁତ ବୁଦ୍ଧଙ୍କର ପରେ, କାହିଁ କେତେ ବର୍ଷ ପରେ ଭିକ୍ଷୁଣୀ ମାନଙ୍କୁ ଭିକ୍ଷୁକ ସଂଘରେ ନିଆଗଲା ମେମ୍ବର ଭାବରେ, ଏବଂ ଫଳତଃ ଆଉ ତାର ଯୋଉ ଅବଶ୍ୟମ୍ଭାବୀ ପରିଣାମ ହବା କଥା ତାହା ହିଁ ଘଟିଲା। କାରଣ ଯୋଉଟା ବିଶ୍ୱ ଜଗତର ସତ୍ୟ ତାକୁ ଆତ୍ମିକ ଜଗତର ସତ୍ୟଟି ଅସ୍ୱୀକାର କରିପାରେ ନାହିଁ, କାରଣ ଦିଟାକ ସତ୍ୟ ସମାନ। ସେ କଥାରେ ସେମାନେ ବୁଝି ନାହାନ୍ତି। ତେଣୁ ଫଳରେ ଯାହା ଯାହା ସଙ୍କଟ ହେଲା ସେଟା ବର୍ଣ୍ଣନା କରିକି ସକାଳୁ ମନ ଦୁଃଖ କରିବା ଦରକାର ନାହିଁ। ଫଳରେ ଏତିକି ହେଲା ଯେ ତାଙ୍କ ସଂଘ ଭାରତରେ ଅତି କମରେ ଭାଙ୍ଗିଗଲା। ଆଜି ବି ଭାରତରେ ଅନେକ ସଂଗଠନ ଅଛି ଯୋଉମାନେ ବିଶାଳ ସଂଗଠନ, ସେଇ ଭିକ୍ଷୁକ ସଂଘ ଭଳି ବଡ ସଂଗଠନ, କିନ୍ତୁ ସେମାନେ ମଧ୍ୟ ଆଜି ମଧ୍ୟ ନାରୀ ମାନଙ୍କୁ ଗୋଟେ ପ୍ରକାର ଦୂରରେ ରଖିବାକୁ ଚେଷ୍ଟା କରନ୍ତି। କାରଣ ସେମାନେ ଭାବନ୍ତି ଯେ ଏଇ ବିଶ୍ୱ ସୃଷ୍ଟିର ଏମାନେ ସବୁ ବଡ ଅଜବ ଜୀବ, ଏମାନେ ସବୁ ମାୟାରେ ପକେଇଦେବେ, ହଇରାଣ କରିଦେବେ, ତାଙ୍କଠାରୁ ଦୂରରେ ରହିବାଟା ଭଲ। ତେଣୁ ସେ ବିଷୟରେ ନିଶ୍ଚୟ ନ କହିବା ଭଲ। ଆପଣ ରିସର୍ଚ୍ଚ କରିବେ କୋଉ ଜାଗାରେ ଏସବୁ କଥା ଘଟୁଛି। ଅର୍ଥାତ୍ ଏଇଭଳି ଗୋଟେ ଡୋମିନେଟେଡ ଇନକ୍ରିଜିଂ ମାଇଣ୍ଡ, ଏଇଭଳି ଗୋଟେ ଧାରଣା ଭାରତ ବର୍ଷର ମନ ଗୁଡିକୁ ଅଧିକାର କରିନେଲା। ନଟ୍ ଦ୍ୟାଟ୍, କିନ୍ତୁ ଆପଣ ଆର୍ୟ ୱାର୍ଲଡର ସତ୍ୟଟି ଅଲଗା ଥିଲା। ଆର୍ଯ୍ୟ ଜଗତର ସତ୍ୟରେ ନାରୀ ପ୍ରତି ବିତୃଷ୍ଣା ନଥିଲା ଏବଂ ବିବାହ ପ୍ରତି ମଧ୍ୟ ବିତୃଷ୍ଣା ନଥିଲା। ସେମାନେ ବିବାହଟାକୁ ଗୋଟେ ସହଧର୍ମିଣୀ କହୁଥିଲେ। ସହଧର୍ମିଣୀ ମାନେ ଯଜ୍ଞ କାର୍ଯ୍ୟରେ ଋଷି ମାନଙ୍କୁ ସହଯୋଗ କରିବା ପାଇଁ ସେମାନେ ଜଣକୁ ନିଯୁକ୍ତ ରଖୁଥିଲେ ନିଜ ଜୀବନରେ, ଯିଏ ତାଙ୍କୁ ଯଜ୍ଞ କାର୍ଯ୍ୟରେ ସହଯୋଗ କରିବେ, ତାଙ୍କର ଯୋଉ ଶିଷ୍ୟମାନେ ଆସିବେ ପାଠ ପଢିବାକୁ ତାଙ୍କୁ ମା ଭଳି ତାଙ୍କ ସେବା ଯତ୍ନ କରିବେ। ତେଣୁ ସେଗୁଡିକ ବହୁତ ପ୍ରାକ୍ଟିକାଲ ଆସ୍ପେକ୍ଟ ଥିଲା ସେଥିରେ। ନଟ୍ ଦ୍ୟାଟ୍ ଦି ସେନ୍ସ ଅଫ ଦି cosmic illusion is the whole of the Indian thought। ତେଣୁ ଏଇ ଯୋଉ ବିଶ୍ୱକୁ ନେଇକି ତାଙ୍କର ଯୋଉ ଭ୍ରମ କସ୍ମିକ ଇଲ୍ୟୁଜନ, ଏଇଟାକୁ ଆମେ ଭାରତୀୟ ଦର୍ଶନର ସମ୍ପୂର୍ଣ୍ଣ କଥା ବୋଲି କହିପାରିବା ନାହିଁ। ଦେୟାର ଆର୍ ଅଦର ଫିଲୋସଫିକାଲ ଷ୍ଟେଟମେଣ୍ଟସ, ଆହୁରି ବି ଅନେକ ଦାର୍ଶନିକ ଧାରଣା ଗୁଡିକ ମଧ୍ୟ ଜଗତରେ ରହିଛି। ଖାଲି କଣ ଆମ ଦେଶରେ ବୁଦ୍ଧିଜିମ୍ ଥିଲା, କେତେ ସଂସ୍କୃତି ରହିଥିଲା ଭାରତ ବର୍ଷରେ। ଆଜି ମଧ୍ୟ କେତେ ବିଚାର ରହିଛି, କେତେ ପନ୍ଥ ରହିଛି, କେତେ ଦର୍ଶନ ରହିଛି, ଆଜି ବି ରହିଛି, ସେତେବେଳେ ବି ଥିଲା। କେତେ ନାଥ ସମ୍ପ୍ରଦାୟ, ଗୋଟେ ସମ୍ପ୍ରଦାୟ, ବିରାଟ ସମ୍ପ୍ରଦାୟ। ସେମାନେ କବୀରଙ୍କ ସମ୍ପ୍ରଦାୟ ପରେ ଆସିଲା, ପରେ ଆମେ ନାନକଙ୍କ ସମ୍ପ୍ରଦାୟକୁ ପାଇଛୁ, ପରେ ଆମେ କେତେ ଯୋଉ ପରବର୍ତ୍ତୀ ସମୟରେ ଆହୁରି କେତେ କେତେ ଯୋଉ ଆମେ ଚାର୍ବାକଙ୍କୁ ପାଉଛୁ। କେତେ ଭାରତୀୟ ଦର୍ଶନର ଧାରା ରହିଛି।
ତେଣୁ ଏଠି କେବଳ ଆର୍ୟ ମାନଙ୍କର ସଂସ୍କୃତି ଆଉ ବୌଦ୍ଧ ମାନଙ୍କର ସଂସ୍କୃତି ଭିନ୍ନ ଆହୁରି ବି କେତେ ବିଚାରଧାରା ରହିଛି ବୋଲି ଶ୍ରୀ ଅରବିନ୍ଦ କହୁଛନ୍ତି। ଅଦର ରିଲିଜିୟସ୍ ଏସ୍ପିରେସନ୍ସ, ଅନ୍ୟ ଧାର୍ମିକ ଆସ୍ପୃହା ଗୁଡିକ ମଧ୍ୟ ଏଠି ରହିଛି। ଧରନ୍ତୁ ଆମେ ଚୈତନ୍ୟଙ୍କ ମାର୍ଗ କହିବା, ସେ ଗୋଟେ ବିରାଟ ମାର୍ଗ, ହଜାର ହଜାର ଲକ୍ଷ ଲକ୍ଷ ଲୋକ ତା ଭିତରେ ସମ୍ପୃକ୍ତ। ସାରା ପୃଥିବୀରେ ଆଜି ଚୈତନ୍ୟଙ୍କର ବହୁ ଅନୁଗାମୀ ଅଛନ୍ତି। ତେଣୁ nor has some attempt at an adjustment between the two terms been wanting even from the most extreme philosophies। ତାହେଲେ ଏଇ ଯୋଉ ଦୁଇଟି ଏକ୍ସଟ୍ରିମ ଫିଲୋସଫି ନିର୍ମାଣ ହେଲା, ଆମେ ଯାହା ଆଲୋଚନା କରିଛେ, ଗୋଟେ ଜଡବାଦୀର ନାସ୍ତି ଆଉ ଗୋଟେ ବୈରାଗୀର ନୀତି, ଏ ଦୁଇଟି ଏକ୍ସଟ୍ରିମ ଫିଲୋସଫି। କିଛି ଲୋକ ଆତ୍ମାର ଜଗତକୁ ସତ୍ୟ କହିଲେ, କିଛି ଜଡର ଜଗତକୁ ସତ୍ୟ କହିଲେ। ଏଇ ଦୁଇଟା ଭିତରେ ଗୋଟେ ପ୍ରକାର ଆଡଜଷ୍ଟମେଣ୍ଟ ଆଣିବା ପାଇଁ, ମାନେ ତାଙ୍କ ଭିତରେ ଗୋଟେ ମିଳାମିଶା କରିବା ପାଇଁ, ଗୋଟିଏ ପ୍ରକାରର ସନ୍ତୁଳନ ଆଣିବା ପାଇଁ ସେମାନେ କିଛି ଲୋକ ବି ଚେଷ୍ଟା କରିଛନ୍ତି, କିଛି ପନ୍ଥ ବି ସେ ଦିଗରେ କାମ କରିଛନ୍ତି। ଯେଭଳି ଆମେ ଅଦ୍ୱୈତବାଦ, ଦ୍ୱୈତବାଦ, ପୁଣି ବିଶିଷ୍ଟ ଦ୍ୱୈତବାଦ, ବିଶିଷ୍ଟ ଦ୍ୱୈତବାଦଟା ଗୋଟେ ଭଲ ସିନ୍ଥେସିସ୍। ସେମାନେ ଉଭୟଟାକୁ ସ୍ୱୀକାର କରୁଛନ୍ତି। ସେ କହୁଛନ୍ତି ଯାହାଙ୍କୁ ତମେ ବ୍ରହ୍ମ ବୋଲି କହୁଛ ସେ ହିଁ ପ୍ରକୃତରେ ବିଶ୍ୱ, ଆଉ ଏବଂ ବିଶ୍ୱ ବ୍ରହ୍ମ ଭିତରେ ବେଶୀ କିଛି ପାର୍ଥକ୍ୟ ନାହିଁ। ଅର୍ଥାତ୍ ଦ୍ୱୈତ ଅଦ୍ୱୈତ, ପୁରୁଷ ପ୍ରକୃତି ସେ ଗୋଟିଏ ତତ୍ତ୍ୱର ଭିତରୁ ଆସୁଛନ୍ତି, ଯୋଉଟାକୁ ପ୍ରଭୁ ସୁପ୍ରାମେଣ୍ଟାଲ କନସିୟସନେସ୍ ବୋଲି କହୁଛନ୍ତି। ତେଣୁ ସେମାନେ ଗୋଟେ ଭଲ ପ୍ରୟାସ କରିଥିଲେ, ବଟ୍ all have lived in the shadow of the great refusal and final end of life, for all is the garb of the ascetic। ତାହେଲେ କିନ୍ତୁ କଣ ହେଲା ନା, ଯେମିତି ହେଲେ ବି ସମସ୍ତେ ଗୋଟେ ରିଫ୍ୟୁଜାଲ ପାଖରେ ପହଞ୍ଚିଗଲେ, ଅସ୍ୱୀକାର ପାଖରେ। ଯଦି ମୁଁ ଆତ୍ମାର ସତ୍ୟକୁ ଜାଣିଛି ତାହେଲେ ବିଶ୍ୱଟିକୁ ଅସ୍ୱୀକାର କରିବି, ଆଉ ମୁଁ ଯଦି ଜଡର ସତ୍ୟ ନିକଟରେ ପହଞ୍ଚିଛି ତାହେଲେ ବ୍ରହ୍ମଙ୍କୁ ଅସ୍ୱୀକାର କରିବି। ଏଇଭଳି ଗୋଟେ ଛାଇ ଭିତରେ, ଶାଡୋ, ତାରି ଅନ୍ଧକାର ଭିତରେ ସେମାନେ ବଞ୍ଚିବାକୁ ଚାହିଁଲେ। ତାର ପରିଣତି କଣ ହେଲା, ତାର ସବୁ କଥା ପଡିଲା ଆସିକି ତାର ଯୋଉ ଗାର୍ଭଟାକୁ ଆମେ କଣ କହିବା, ଗାର୍ବେଜ, ଏଇ ଯୋଉ ମଇଳା, ମାନେ ସନ୍ନ୍ୟାସବାଦର ଗୋଟେ ମଇଳା, ସେଟା ହଉଛି ଜୀବନ ଉପରେ ଗୋଟେ କୁଠାରାଘାତ କଲା। ମାନେ ସନ୍ନ୍ୟାସୀର ସବୁ ଭଲ, ମୁଁ କହିବି ମୁଣ୍ଡ କୁଣ୍ଡେଇବିନି, ଲୁଗା ପିନ୍ଧିବିନି, ତେଲ ଲଗେଇବିନି, ଭାତ ରାନ୍ଧିବିନି, ତ ମାନେ ଜୀବନ ବିଶ୍ୱ ଯୁଆଡେ ଯାଉଛି ଯାଉ, ତାର ବୁଦ୍ଧି ଯୁଆଡେ ଯାଉଛି ଯାଉ, ତାର ବିଜ୍ଞାନ ଯୁଆଡେ ଯାଉଛି ଯାଉ, ତାର ପ୍ରଯୁକ୍ତି ବିଦ୍ୟା ଯୁଆଡେ ଯାଉ ଯାଉ, ମୁଁ ମୋ ବାଟରେ ଥିବି, ମୋର ଚେତନାର ଆନନ୍ଦ ଭିତରେ ଥିବି। ଯେମିତି ଆପଣ ସେମିତି ସନ୍ନ୍ୟାସ ମାନେ ଦେଖିବେ, ଆମରି ଯୋଉ ନିରଞ୍ଜନ ସମ୍ପ୍ରଦାୟ ରହିଛନ୍ତି, ଯୋଉ ଅଲେଖ ମହିମା, ସେ ସବୁ ତାଙ୍କର ବେଶଭୂଷା ଦେଖିଲେ ଦିନରେ ଥରେ ଖାଇବେ, ଶରୀରକୁ କଷ୍ଟ ଦେବେ, ଗୋଟେ ଅଜବ। ଖାଲି ସେଇ ସମ୍ପ୍ରଦାୟର ନୁହେଁ, ନାଗା ସମ୍ପ୍ରଦାୟ, ତାକୁ ବି ଆମେ ସେମିତି ବି ନେଇପାରିବା। ଯୋଉମାନେ ଜୀବନକୁ ଅସ୍ୱୀକାର କରିଛନ୍ତି, ଜୀବନକୁ ଅସ୍ୱୀକାର କରିବାକୁ ପ୍ରଭୁ ଜମା ଭଲ ପାଇନାହାନ୍ତି। ଜୀବନବାଦୀ ଦାର୍ଶନିକ, ଜୀବନ ହିଁ ଏଇଠି ଜୀବନ ଆସିବା ପରେ ତ ସବୁ ତତ୍ତ୍ୱ ଗୁଡା ଖୋଜାଗଲା, ଜୀବନ ଆସିବା ପରେ ଭଗବାନଙ୍କୁ ଖୋଜାଗଲା, ଭଗବାନ ମିଳିଲେ। ତେଣୁ ଜୀବନଟାକୁ ଆମେ କେମିତି ଛାଡିଦବା, ପ୍ରାଣଟାକୁ ଛାଡି ଦେଇକି ତାପରେ କଣ କରିବା? ତ ଗୋଟେ ପ୍ରାଣହୀନ ଅବସ୍ଥାରେ ପ୍ରାଣକୁ ସଜେଇବା, ପ୍ରାଣକୁ ସୁନ୍ଦର କରିବା, ପ୍ରାଣକୁ ସମୁନ୍ନତ କରିବା, ପ୍ରାଣକୁ ରୂପାନ୍ତରିତ କରିବା, ପ୍ରାଣକୁ ଦିବ୍ୟ କରିବା, ଏଇଟା ହିଁ ପ୍ରଭୁଙ୍କର ଲକ୍ଷ୍ୟ ଥିଲା। ତେଣୁ ଜୀବନ ବିମୁଖୀ ସନ୍ନ୍ୟାସ ଗୋଟେ ଅନ୍ଧକାରର ପଥ ବୋଲି ସେ ମନେ କରୁଥିଲେ। ତାପରେ ଦି general conception of existence has been permeated with the Buddhistic theory of the chain of karma and with the consequent antinomy of bondage and liberation, bondage by birth, liberation by cessation from birth। ଯେତେବେଳେ ବୌଦ୍ଧ ଧର୍ମ
ଆସିଲା ସେମାନେ ତାକୁ ଏଇ ଯୋଉ ଜେନେରାଲ କନସେପସନ ଗୁଡିକୁ ଜୀବନ ବିମୁଖୀ ଏଇ ଗାର୍ବେଜ ଏସେଟିକ୍ ଗାର୍ବେଜ ସେ ମହିଳା ଗୁଡିକ ଆହୁରି ସେମାନେ ବଢେଇଦେଲେ, ପରମିଏଟ କରିଦେଲେ। ପରମିଏଟ ମାନେ ବ୍ୟାପ୍ତ କରିଦେବା, ମତେଇଦବା। ଗୋଟେ ପାଣି ଭିତରେ ଟୋପେ କାଳି ପକେଇଦେବେ, ସ୍ୟାହି ସେ ପୁରା ଡିଫ୍ୟୁଜ ହେଇଯାଏ। ସେଇଟାକୁ ଆମେ ପରମିଏଟ କନସେପ୍ଟ ବୋଲି କହିବା। ତେଣୁ ଇଣ୍ଡିଆନ ମାଇଣ୍ଡ ତ ଥିଲା ଏଇଭଳି ଅସୁବିଧାରେ, ବହୁ ପନ୍ଥ ରହିଥିଲେ, ବହୁତ ବିଚାର ରହିଥିଲା, ବହୁତ ବିଶ୍ୱାସ ରହିଥିଲା। ଏବଂ ପରେ କନଫ୍ୟୁଜନଟି ହେଲା ବେଶୀ, ବହୁତ ଧର୍ମ କେତେ ଗୁଡିକ ସାଧାରଣ ଧାରଣା ତିଆରି କଲା। ଜେନେରାଲ କନସେପସନ ବୁଦ୍ଧିଷ୍ଟିକ ଥିଓରିର କଣ କଣ ନା ଚେନ୍ ଅଫ କର୍ମ, କର୍ମର ବନ୍ଧନ, ଆଉ ତା ଭିତରେ ତିଆରି ହେଲା ଦୁଇଟି ଏଣ୍ଟିମନି। କଣ ସେ ଏଣ୍ଟିମନି? ଏଣ୍ଟିମନି ଅଫ ବଣ୍ଡେଜ ଆଣ୍ଡ ଲିବରେସନ। ଗୋଟେ ହଉଛି ବନ୍ଧନ ଆଉ ମୁକ୍ତି। ଏଇଭଳି ଧାରଣା ଭିତରେ ମଣିଷ ଆସିଗଲା, ଏଣ୍ଟିମନି ଭିତରେ, ଦୁଇଟି ବିରୋଧୀ ପକ୍ଷ ଭିତରେ, ଦୁଇଟି ବିରୋଧ, ବଣ୍ଡେଜ ଆଣ୍ଡ ଲିବରେସନ, ବନ୍ଧନ ଆଉ ମୁକ୍ତି। ବଣ୍ଡେଜ ବାଇ ବାର୍ଥ, ଜନ୍ମ ହେଲା ମାତ୍ରେ ଆମେ ବନ୍ଧନ ଭିତରେ ଆସୁଛୁ। ତେଣୁ ଜଣେ ଲୋକ ଜନ୍ମ ଭିତରେ ଯଦି ବନ୍ଧନ ଭିତରେ ଆସିଲା, ସେ ଜନ୍ମଟାକୁ ଭଲ ପାଇବ, ପାଇବନି ନା। ସେଠୁ ସେ ଖୋଜିଲା ମୁଖ୍ୟ ଲିବରେସନ। ଲିବରେସନ କେମିତି ହବ ନା ବାଇ ସିଜେସନ ଫ୍ରମ ବାର୍ଥ। ଯଦି ଜନ୍ମ ନାହିଁ ତାହେଲେ ଆମର ଆଉ କିଛି ଦୁଃଖ ନାହିଁ। ଆଉ କଣ? ତ ଦୁଃଖର ନିରାକରଣଟା ହେଲା କଣ? ଶିର ନାସ୍ତି ଶିର ପୀଡା। ମୁଣ୍ଡ ଥିଲେ ସିନା ମୁଣ୍ଡ ବିନ୍ଧିବ, ତେଣୁ ମୁଣ୍ଡଟାକୁ କାଟି ପକେଇବା। ତ ଶିର ନାସ୍ତି ଶିର ପୀଡା, ମୁଣ୍ଡ ନଥିଲେ ମୁଣ୍ଡ ବିନ୍ଧା ନାହିଁ। ଜନ୍ମ ଯେହେତୁ ସବୁ ଦୁଃଖ ଗୁଡାକ ଡାକି ଆଣୁଛି, ଜୀବନ ଦୁଃଖମୟ, ସଂସାର ଦୁଃଖମୟ, ବିଶ୍ୱ ଦୁଃଖମୟ, ଏଇଟା ଗୋଟେ ପ୍ରହେଳିକା, ଏଇଟା ଗୋଟେ ମିଥ୍ୟା, ଏଇଟା ଗୋଟେ ମାୟା। ମାୟାବାଦ ଶଙ୍କରଙ୍କର ବି ଅଲମୋଷ୍ଟ ସେଇ କଥା କହିଲା। ସେଇ ଜନ୍ମ ଚକ୍ରକୁ ବି ସେମାନେ ବି ଘୃଣା କଲେ। ସେ କହିଲେ ଏଇଟା ଯେତେ ଦିନ ଥିବୁ ସେତେ ମୁଖ୍ୟ ପାଇନୁ, ସେତେ ପର୍ଯ୍ୟନ୍ତ ମାର ଜନନୀ ଜଠରରେ ଶୋଉଥିବୁ, ପୁଣି ଆସିକି ଚିତାରେ ଶୋଉଥିବୁ, ଏତେ କଥା କିଏ କରିବ, କାହିଁକି କରିବ? ଇଟ୍ ଇଜ ଭେରି ବୋରିଂ। ତ ସେମାନେ ବି ମୁଖ୍ୟର କଥା, ମୁକ୍ତିର କଥା ଆଉ ଗୋଟେ ମାର୍ଗରେ କହିଲେ। ତେଣୁ ଏଇ ଯୋଉ ଜନ୍ମ ବିରୁଦ୍ଧରେ ଗୋଟେ ଧାରଣା ଛିଡା ହେଲା, ଆମେ ମୁଖ୍ୟର କଥା କହିଲୁ, ଜନ୍ମରୁ ମୁକ୍ତ ହେଇଯିବା, ଆଉ ଜନ୍ମ ହବା ନାହିଁ। ତ ଏଇଭଳି ପ୍ରକୃତରେ ଏଇ ଏଣ୍ଟିମନି ଗୁଡିକ ଆହୁରି ଗଭୀର ଭାବରେ ଛିଡା ହେଲା। ଜୀବନଟା ସତ୍ୟ କି ଜୀବନରୁ ପଳାୟନ ସତ୍ୟ? Therefore, all voices are joined in one great consensus that not in this world of the dualities can there be our kingdom of heaven or the high beatitude of Brahmaloka. Beyond all manifestation in some ineffable nirvana, or where all separate experience is lost in the featureless unity of the indefinable existence. ताले कौन है ना बहुत स्वर भॉइसेस, बहुत चिंता, बहु दर्शन। हम भॉइसेस कहले या बुझवा, हम स्वर तो तार आखिर करता, किंतु तार मार्मिक अर्थ ला बहु दर्शन तत्व कौन कला ना जॉइंड इन वन ग्रेट कॉन्शियस। समस्ते मिलित भाव रे गोटे कनसेंसस रे पहुंचले। कनसेंसस रे पहुंचवा कौन जोड़ा मिलित चिंता, एक मिलित मिसिक्री आम जो समस्ते मिलिमिशिक जो डिसीजन टा नहीं था सेटा को हम को कनसेंसस। से कनसेंसस पाखरे समस्ते पहुंचले कौन जे नॉट इन दिस वर्ल्ड ऑफ द डुअलिटीज। ए जगत होची द्वैत जगत, जो जगत रे पुरुष साक्षी रूपे रही, आत्मा भी अच्छी, जड़ भी रही, जड़ प्रकृति। ये द्वैत जगत रे कैन देयर बी आवर किंगडम ऑफ हेवन।
ଏଇଠି ସ୍ୱର୍ଗ ସମ୍ଭବ ନୁହେଁ। ଏଇଟା ଗୋଟେ କନସେନସସରେ ସେ ପହଞ୍ଚିଛନ୍ତି ଯେ ଏଇ ପୃଥିବୀରେ ଏଇ ଦ୍ୱୈତ ଜଗତରେ ବିଶ୍ୱରେ ସ୍ୱର୍ଗ ସମ୍ଭବ ନୁହେଁ। କିନ୍ତୁ ଆମେ ମନେ ପକେଇବା ପ୍ରଭୁଙ୍କୁ, ପ୍ରଭୁ ସାବିତ୍ରୀରେ ବା ଅନ୍ୟାନ୍ୟ ଗ୍ରନ୍ଥ ମାନଙ୍କରେ ସ୍ୱର୍ଗଟା ଏଇ ପୃଥିବୀରେ ବି ଗଢା ହବ ବୋଲି ସେ କହୁଛନ୍ତି। ତ ଏଇ ଯୋଉ ଜଗତରେ ବିଚାରଟି ଚାଲିଥିଲା ବା ଗୋଟେ ସମସ୍ତେ ଗୋଟେ ମତ ଐକ୍ୟରେ ପହଞ୍ଚି ଯାଇଛନ୍ତି, କନସେନସସରେ ମତ ଐକ୍ୟରେ ଯେ ଏଇଠି ସ୍ୱର୍ଗ ସମ୍ଭବ ନୁହେଁ। ଆଉ କଣ ସମ୍ଭବ ନୁହେଁ? ବଟ୍ ବିୟଣ୍ଡ, ହଁ, ଯଦି ସ୍ୱର୍ଗ ସମ୍ଭବ ତାହେଲେ ସେ ଦୂରରେ ଅଛି, ସ୍ୱର୍ଗଟା ବାହାରେ। ସେଟା ସମସ୍ତେ କହୁଛନ୍ତି, ଇସଲାମ ଧର୍ମ ବି ସେଇ କଥା କହୁଛି। ଆଉ ଆମର ଅନେକ ପନ୍ଥ ବହୁ ଦର୍ଶନ ସେ କଥା କହୁଛି, ସ୍ୱର୍ଗ ଇଜ ଆଉଟସାଇଡ ଅଫ ଦ ୱାର୍ଲଡ, ଏ ବିଶ୍ୱର ବାହାରେ ସ୍ୱର୍ଗ ରହିଛି। ଆଉ whether in the joys of the eternal ବୃନ୍ଦାବନ, ସେଟା ସମସ୍ତେ ରହିଛି କୋଉଠି ନା ଶାଶ୍ୱତ ବୃନ୍ଦାବନରେ ସ୍ୱର୍ଗ ରହିଛି। ବୃନ୍ଦାବନର ଶବ୍ଦ ଗୁଡିକ ଆପଣ ଶୁଣିଥିବେ। ବୃନ୍ଦାବନକୁ ଆମେ କହୁଛୁ ଗୋଲୋକ, ବୈଷ୍ଣବ ହେଭେନ, ମାନେ ବିଷ୍ଣୁଙ୍କର ବାସସ୍ଥାନ, ଏଟର୍ନାଲ ବିୟୁଟି ଆଣ୍ଡ ବ୍ଲିସ୍ ଯୋଉ ଜାଗାରେ ରହିଛି, ଏଇଟା ହଉଛି ବୃନ୍ଦାବନ, ଯୋଉଠି ନିତ୍ୟ ରାସ ହୁଏ। ବୃନ୍ଦାବନରେ ରାସ ହଉଥିଲା ନା, ଯୋଉଠି ମିଳନ ହଉଥିଲା, ସେମାନଙ୍କ ଭିତରେ ଆନନ୍ଦ ଆସୁଥିଲା। ତ ବିୟୁଟି ଆଣ୍ଡ ବ୍ଲିସ୍, ଯୋଉଠି ସୌନ୍ଦର୍ଯ୍ୟ ଏବଂ ଆନନ୍ଦର ନିରାଜନା ହୁଏ, ସେଇ ହଉଛି ବୃନ୍ଦାବନ। ସେ ବୃନ୍ଦାବନ ଗୋଲକ, ସେକୁ ବିଷ୍ଣୁଙ୍କ ଧାମରେ ରହିଛି। ଆଉ କଣ କୁହାଯାଉଥିଲା ନା or the high beatitude of ବ୍ରହ୍ମଲୋକ। ବିଟିଚ୍ୟୁଡର ଅର୍ଥ ହଉଛି ପରମ ସୁଖ। ବ୍ରହ୍ମଲୋକର ପରମ ସୁଖଟା ଏଇଠି ନାହିଁ, ସେ ଦୂରରେ ଅଛି। ଏଇଟାକୁ ଆମେ ବ୍ରହ୍ମଲୋକ କାହାକୁ କହିବା? ପ୍ରଭୁ ଗୋଟେ ଟୀକା ଦେଇଛନ୍ତି, ସେ ଟୀକାରେ କହୁଛନ୍ତି the highest state of our pure existence, consciousness and beatitude attainable by the soul without complex extinction in the indefinable। ତାହେଲେ ଯୋଉଠି ଜଣେ ମଣିଷ ତାର ବିଶୁଦ୍ଧ ସତ୍ତା, ବିଶୁଦ୍ଧ ଚେତନା ଏବଂ ପରମ ସୁଖ, ସଚିଦାନନ୍ଦ ରୂପ ବୋଲି ଯାହା କହିବା, ସେ ଆଟେନ୍ କରି ଯାଉଛି ଏବଂ ସେଇଟା ହଉଛି ବ୍ରହ୍ମଲୋକ। ସେ ବ୍ରହ୍ମଲୋକଟି ମଧ୍ୟ ଏଇଠି ନାହିଁ। Beyond all manifestations in some ineffable ନିର୍ବାଣ, ineffable ତ ଆମେ ଜାଣିଛନ୍ତି, ଅନିର୍ବାଚନୀୟ, ଯାହାକୁ ବର୍ଣ୍ଣାତୀତ। ତେଣୁ ସେ ନିର୍ବାଣଟି ମଧ୍ୟ ଏଇ ଯୋଉ 6 ଟୀକା ଏଭଳି ଲେଖାଯାଇଛି ଯେ extinction not necessarily of all being, out of being as we know it, extinction of ego, desire and egoistic action and mentality। ତାହେଲେ ଯେତେବେଳେ ଇଗୋ ଡ୍ରପ୍ ହେଇଯାଏ, ଗତକାଲି ଜଣେ ଭାଇ ପ୍ରଶ୍ନ ପଚାରୁଥିଲା ଆମେ ବିଶ୍ୱ ଚେତନାରେ କେମିତି ପହଞ୍ଚିବା। ବ୍ୟକ୍ତି ଚେତନାଟାର ସମାପ୍ତି ହେଲେ ବିଶ୍ୱ ଚେତନାରେ ପହଞ୍ଚିବା। ବ୍ୟକ୍ତି ଚେତନାଟାକୁ ଆମକୁ ରଖିଛି ଅହଙ୍କାର, ସେ ଗୋଟେ ମୋର ବାଡ଼ଟି ଭାଙ୍ଗିଗଲେ ଆପଣ ବିଶ୍ୱ ଚେତନାରେ ପହଞ୍ଚିଯିବେ। ଗୋଟେ ମଠାକାଶ, ଗୋଟିଏ ଘଟାକାଶ ଠାରୁ କେତେ ଦୂର? ଖାଲି ଗୋଟେ ମାଠିଆର କାନ୍ଥ ଗୁଡିକ, ମାଠିଆର କାନ୍ଥ ଯେତେବେଳେ ଭାଙ୍ଗିଯାଏ, ଘଟାକାଶଟି ମଠାକାଶରେ ପରିଣତ ହେଇଯାଏ। ଏକ୍ଜାକ୍ଟଲି ସେଇଆ। ମାନେ ଗୋଟେ ପାତ୍ରତା ଆମ ଭିତରେ ଅଛି, ସେଇ ପାତ୍ରଟା ହଉଛି ଆମ ଇଗୋ ଡ୍ରପ୍ ହେଇଗଲା, ଆମେ ଯାଇକି ସିଧା କସ୍ମିକ୍ କନସିୟସନେସରେ ପହଞ୍ଚିବା। ତାହେଲେ ଏଇ ଯୋଉ ଯାହାକୁ ଆମେ ନିର୍ବାଣ ରୂପ ଦେଇଛୁ, ଯୋଉଠି କିଛି ଅହଙ୍କାର ନାହିଁ, where all separate experience is lost in the featureless unity of the indefinable existence।
ये जो इनडिफाइनेबल कले संज्ञातीत संज्ञातीत जो विराट जो अभिव्यक्ति ता निकटरे आमे पहुंची जा किंतु सेई गुडिक मध्य आमरी एई साधारण जगत रे संभव नुहे एगुड़िक सब उच्च आ दूर दूरांतर कथा ये ना उच्च अच्छी बियॉन्ड आउ दूर दूरांतर रही ब्रह्मलोक ये वृंदावन ये जो निर्माण तेणु से माने सेपरेट मैनिफेस्टेशन बोली कहते। अच्छा एंड दो through many centuries a great army of shining witnesses, saints and teachers, names sacred to Indian memory and dominant in Indian imagination, have borne always the same witness and swelled always the same lofty and distant appeal. Renunciation, the sole path of knowledge. Acceptation of physical life, the act of ignorant cessation from birth, the right use of human birth, the call of the spirit, the recoil from the matter. Oh, बहुत वेदना थिले मनुष्य ये भले कथा लिखि परिवे से विश्व वेदना तांकर ए परम विश्वटी को जो विश्वटी परम निर्माण करिसंती केते कंटिनेंट की तैयारी करुछंती जाहाको महासरस्वती तैयारी करुछंती जाहाको महालक्ष्मी परिपालन करुछंती मांकर महान सृष्टि को मनुष्य की भली अवज्ञा करिछि से कथा से लिखुछंती। एंड थ्रू मेनी सेंचुरीज बहु शताब्दी धरी ए ग्रेट आर्मी ऑफ शाइनिंग विटनेसेस बहुत उज्जवल साक्षी पुरुष माने सेंट्स संत माने टीचर्स गुरु माने नेम सेक्रेट टू जो इंडियन मेमोरी रे जो मानकर ना डोमिनेट रही एवं इंडियन इमेजिनेशन रे भारतीय कल्पना भारतीय जो स्मृति रे जो मानकर ना बहुत प्राधान्य पाई सब ऋषि माने संत माने गुरु माने से उज्जवल मनीष माने कौन कर दैछंती ना समस्त से गुटे प्रकार साक्षी दैछंती एंड स्वेल्ड बड़ अभिमान रे से माने लॉफ्टी एंड डिस्टेंट अपील गोटे अभिमानी आउ गोटे दुरंत आवेदन को सब बेले स्वीकार करछंती ना एठी ईश्वर नांती ऊर्ध्वरे अछंती दूरे अछंती एटा डिस्टेंट अपील दूर आवेदन लॉफ्टी अभिमान सते ए पृथ्वी रे से नांती असंभव नै आउ से पुणी कहछंती से मानसु रेनुन्सिएशन the sole path of knowledge ज्ञान पाइबा को हेले त्याग ही होचे एकमात्र पथ तेणु संसार को छाड़ संसार छाड़ी देले से पृथ्वी ता बाटर दुख पाउतो आ तमे तमा बाटर ज्ञान पाई कि बुलिबो आनंद रे परम आनंद को पळेबो। एक्सेप्टेशन ऑफ फिजिकल लाइफ द एक्ट ऑफ इग्नोरेंट जदि आमे ए भौतिक जीवनटा को स्वीकार करछु ताले एटा उठाला अज्ञानतर कार्य। Cessation from birth, the right use of human birth. आमे जन्म एइथपई पाउछु जे जन्मटा को बंद करियो माने मुख्य पाया माने कोन मुख्य पाया अर्थ जन्म मृत्युर चक्ररु निजको मुक्त कर दो ताले मनुष्य को सेति पई जन्म मिली बड़ा अजब कथा ना जन्मटा आइची जन्म को बंद करिया। The call of the spirit एटा थिला माने आत्मार आह्वान सते the recoil from the matter जड़ ठाकुर वितृष्णा लाभ करिवा recoil ताठर दूर को पळेवा जड़ को घृणा करिवा जड़ प्रति द्वेषपूर्ण हवा तेणु एटा होचे एस्थेटिक रिफ्यूजल। मु भावुची गत काले हम जहाँ पढ़ी जो पैराग्राफटी आज जो पैराग्राफटी पढ़िले एथिरे बहु जिनस स्पष्ट हो गला केते निर्दय भाव रे केते निष्ठुर भाव रे जो माने आनंद पाइछंती जो माने परम सुख पाइछंती पेटिट्यूड जो माने निर्वाण पाइछंती जो माने वृंदावन को जाई परिछंती
ସେମାନେ ସବୁ କେମିତି ଭାବରେ ଆମର ଏଇ ପୃଥିବୀଟିକୁ, ତାର ସମ୍ଭାବନାଟିକୁ, ତାର ଜୀବନର ଯୋଉ ବିବର୍ତ୍ତନଟିକୁ ଆଉ ପ୍ରଭୁଙ୍କର, ପରମ ପ୍ରଭୁଙ୍କର ସଂକଳ୍ପଟିକୁ, ଯେ ବିଶ୍ୱ ଦିନେ, ଏଇ ପୃଥିବୀ ଦିନେ ପାର୍ଥିବ ଆନନ୍ଦର ଭୂମି ହବ ଏବଂ ଏଇଟା ସ୍ୱର୍ଗ ହବ, ଏଇଟା ବୃନ୍ଦାବନ ହବ, ଏଇଟା ପ୍ରଭୁଙ୍କର ନିବାସ ସ୍ଥଳ, ତ ସେ କଥାଟାକୁ ଅସ୍ୱୀକାର କରିଛନ୍ତି ଆଉ କିଭଳି ଜୀବନକୁ ଅସ୍ୱୀକାର କରିଛନ୍ତି। ତେଣୁ ବହୁତ ବେଦନା ରଖିକି ଧାଡି ଗୁଡିକ ପ୍ରଭୁ ଆମ ଆଗରେ ରଖିଛନ୍ତି, କାରଣ ସେ ଗୋଟେ ନୂତନ ମନୁଷ୍ୟ ଜାତି ନିର୍ମାଣ କରୁଛନ୍ତି। ଭାରତୀୟ ମାନେ ଏଟା ପଢିବା ବେଶୀ ଦରକାର। ଭାରତ ହଉଛି ସମଗ୍ର ପୃଥିବୀର, ସମଗ୍ର ବିଶ୍ୱର ଗୋଟିଏ ଏକ୍ସପେରିମେଣ୍ଟ ହାଉସ, ଗୋଟିଏ ପରୀକ୍ଷା କେନ୍ଦ୍ର। ଯାହା ହବ ଭାରତରେ ସେଇଟା ହବ ଜଗତେ। ତେଣୁ ଭାରତର ଏଇ ସନ୍ନ୍ୟାସବାଦ ଗୋଟେ ପ୍ରକାର ଜୀବନକୁ ସ୍ଥାଣୁ କରିଦେଇଛି। ତାକୁ ବିବର୍ତ୍ତନଗତ ସତ୍ୟରେ ନ ପହଞ୍ଚେଇକି ସିଧା ସିଧା, ଯୋଉଟା ଆମେ ଗତକାଲି ପଢିଥିଲେ, ଯେ ଗୋଟେ ଇଭଲ୍ୟୁସନ ପ୍ରୋସେସରେ ବା ଟ୍ରାନଜିସନ ଭିତରେ ନ ଯାଇକି ସିଧା ସିଧା ଯେତେବେଳେ ଆତ୍ମିକ ଜଗତକୁ ଋଷିର ମନ ଡେଇଁ ଯାଇଛି, ସେ এই ବିଶ୍ୱଟାକୁ ଅସ୍ୱୀକାର କରିଦେଇଛି, ଏ ଜଡଟାକୁ ଅସ୍ୱୀକାର କରିଦେଇଛି, ଜଡ ଭିତର ସମ୍ଭାବନା ଗୁଡିକ ଅସ୍ୱୀକାର କରିଦେଇଛି। କିନ୍ତୁ ଯିଏ ମହାସରସ୍ୱତୀ ଏଇ ସଂସାରକୁ ନିର୍ମାଣ କରୁଛନ୍ତି, ସିଏ କଣ ଜାଣିନାହାନ୍ତି ନା ଜଡ ଭିତର ସମ୍ଭାବନାଟିକୁ? ସେ ଋଷି ମାନେ ତାଙ୍କ ବାଟରେ ଅଛନ୍ତି, ମେଟେରିଆଲିଜିମ ତା ବାଟରେ ଅଛି। ଦୁଇଟା ଯାକର ଇଭଲ୍ୟୁସନ ହଉଛି, ପରିବର୍ତ୍ତନ ହଉଛି ଏବଂ ସେ ପୁଣି କନସେନସସ ରେ ପହଞ୍ଚିବେ। ଯୋଉ କନସେନସସ ରେ ସେମାନେ ପହଞ୍ଚିକି ଏଇ ସ୍ୱର୍ଗଟାକୁ ଦୂର କରିଦେଇଥିଲେ, ସେଇ ସ୍ୱର୍ଗ ବର୍ତ୍ତମାନ ନିକଟେଇ ଆସୁଛି ଏବଂ ପଶୁ ମନୁଷ୍ୟ ଦେବ ମନୁଷ୍ୟରେ ପରିଣତ ହଉଛି। ଏବଂ ଆସୁରିକତା ଭିତରେ ବି ଗୋଟେ ସାର୍ଥକତାକୁ ଅନୁଭବ କରିବାର ସମୟ ବି ଆସିଲାଣି, ଯେ କେବଳ ସେମାନଙ୍କ ପାଖରେ ମନୋବୃତ୍ତିକୁ ଛାଡିଦେଲେ ସେମାନଙ୍କର ଯୋଉ ଶକ୍ତି, ସାମର୍ଥ୍ୟ, ଯୋଉ ସଂକଳ୍ପ ଶକ୍ତି ରହିଥିଲା, ସେଇଟା ବି ଆମର ପ୍ରୟୋଜନୀୟ ବୋଲି ପ୍ରଭୁ କହିଲେଣି। ତେଣୁ ଏଥିରୁ ବୁଝା ପଡୁଛି ଆମେ ଆଉ ଗୋଟେ ଗ୍ରେଟର ସିନ୍ଥେସିସ୍, ଆଉ ଗୋଟେ ଗ୍ରେଟର କନସେନସସ୍ ଆଡକୁ ଗତି କରୁଛୁ। ତାପରେ ଏଭଳି କୁହାଯାଇଛି ଯେ for an age out of sympathy with the ascetic spirit and throughout all the rest of the world, the hour of the anchorite may seem to have passed or to be passing. It is easy to attribute this greater trend to the falling of vital energy in an ancient race tired out by its burden. Its once vast share in the common advance exhausted by its many-sided contribution to the sum of human effort and human knowledge. ଏଠି ଗୋଟେ ଚମତ୍କାର ଶବ୍ଦ ପ୍ରଭୁ ୟୁଜ କରିଛନ୍ତି, ଏଙ୍କରାଇଟ୍। ଏଙ୍କରାଇଟ୍ ର ଅର୍ଥ ହଉଛି ସନ୍ନ୍ୟାସୀ। ଯେମିତି ଏସେଟିକ୍, ସେଇଟା ବି ସନ୍ନ୍ୟାସୀ। ଆମେ ସେଜ୍ କହୁଥିଲେ, ସେଣ୍ଟ କହୁଥିଲେ, ସନ୍ଥ, ଋଷି, ସେଇଭଳି ଶବ୍ଦ। ସେ କହୁଛନ୍ତି ଗୋଟେ ବଡ ସାଂଘାତିକ କଥା କହୁଛନ୍ତି। ସେ କହୁଛନ୍ତି ଯେ ଏଇ ଯୋଉ ଲୋକମାନେ ଗୋଟେ କଥା ବୁଝି ଦେଇଥିଲେ ଯେ ବୈରାଗ୍ୟ ହଉଛି ଏକମାତ୍ର ମାର୍ଗ। ପଢିଲେ ନା ଟିକେ ଆଗରୁ, ରେନୁନ୍ସିଏସନ ଦି ସୋଲ ପାଥ ଅଫ ନଲେଜ। ଜ୍ଞାନ ପାଇବାକୁ ହେଲେ ସଂସାର ବର୍ଜନ କରିବାକୁ ପଡିବ, ବୈରାଗ୍ୟ ଲାଭ କରିବାକୁ ପଡିବ। ଏଟା ହଉଛି ଜ୍ଞାନର ଏକମାତ୍ର ମାର୍ଗ। ତାହେଲେ ଏଇ ଯୋଉ ଯତିବ୍ରତ ଏଙ୍କରାଇଟ୍ ସନ୍ନ୍ୟାସୀ ହବା ପାଇଁ ଯୋଉ ଆବେଦନ ଥିଲା, ଜ୍ଞାନ ଲାଭ କରିବା, ଆନନ୍ଦ ଲାଭ କରିବା, ବ୍ରହ୍ମଲୋକକୁ ଯିବା, ନିର୍ବାଣ ପ୍ରାପ୍ତ କରିବା, ଏଗୁଡା ସବୁ ସନ୍ନ୍ୟାସବାଦ ଦ୍ଵାରା ସମ୍ଭବ। ଏଇ ଯୋଉ ଆବେଦନଟି ସେମାନେ ଦେଇଥିଲେ, ଭାରତରେ ସେଇ ଆବେଦନଟି ଏବେ ମଧ୍ୟ ସ୍ୱୀକୃତ। ଆମେ ସନ୍ନ୍ୟାସୀ ମାନଙ୍କୁ ସତରେ ଆମେ ବହୁତ ସମ୍ମାନ କରୁ। ଯଦି କେହି ଜଣେ ଗୋଟେ ଗେରୁଆ ପିନ୍ଧିଛି,
ଆଉ ଗୋଟେ ଲେଙ୍ଗୁଟି ପିନ୍ଧିଛି, ଦାଢି ଟିକେ ରଖିଛି, ଗୋଟେ କମଣ୍ଡଳ ଧରିଛି, ଗୋଟେ ଚିମୁଟା ଧରିଛି, ଗୋଟେ କଠଉ ପିନ୍ଧିଛି, ଗୋଟେ ଚିତା ଚୈତନ ଲଗେଇଛି, ଆମ ପାଇଁ ସିଏ ହେଲା ଦେବପୁରୁଷ। ଆମ ଅବଚେତନାରେ ଏଇଭଳି କଥା ଗୁଡିକ ରହିଛି, ଯୋଉଥିପାଇଁ ଏଇ ସଂସାରରେ କେତେ ଭ୍ରମ ହେଇଛି ଏବଂ କେତେ ସନ୍ନ୍ୟାସୀ, ମାନେ ଏଇ ଗତ ସପ୍ତାହରେ ଗୋଟେ ସନ୍ନ୍ୟାସୀ ନାଁରେ ବାହାରିଲା, ତା ନାଁରେ ବୋଧେ ଏଟା 50 ମର୍ଡର କେସ୍, 5ଟା ମର୍ଡର କରିକି ସେ ଆହୁରି କେତେ ବାହାରିବ କିଏ ଜାଣେ। ତ ସେ ସେଠି ମଠାଧୀଶ, ଅତି ଯୋଉ ଭୟଙ୍କର ଭାବରେ ପ୍ରାଣିକ ଆସୁରିକ ଶକ୍ତି ଗୁଡିକୁ ନେଇକି ଖାଲି ଜଣେ ଯଦି ଜଟା ଚେଞ୍ଜ କରିଦବ ତ ସେ ତାକୁ ପୃଥିବୀଟା ଗ୍ରହଣ କରିଦବ। ଆମ ଭାରତୀୟ ମାନେ ବିଶେଷ କରି ସବୁ ଟଙ୍କା ପଇସା ନେଇକି ତାଙ୍କୁ ଦେଇ ଆସିବେ, ନିଜ ଧନ ଯୌବନ ସମ୍ପତ୍ତି ବାଡି ଯାହା କିଛି ସବୁ ତାଙ୍କୁ ଅର୍ପଣ କରିଦେବାର କିଛି କଷ୍ଟ ନାହିଁ। କିନ୍ତୁ ଆଜି ସକାଳେ ଆମର ପରମ ପ୍ରଭୁଙ୍କ ପାଖରେ ଏତିକି କୃତଜ୍ଞତା ଜଣେଇବା ଯେ ଶ୍ରୀ ଅରବିନ୍ଦ ମୋଟେ ସେଇ ପଦ୍ଧତି ଭିତରୁ ଯାଇନାହାନ୍ତି। ମୋଟେ ଜୀବନକୁ ଭଲ ପାଉଥିବା ଏକ ଜଣେ ଅନନ୍ତ ଜ୍ଞାନର ମହାଗୁରୁ ଆମକୁ ମିଳିଥିଲେ, ଯିଏ ସ୍ୱର୍ଗଟାକୁ ଏଇଠି ସ୍ଥାପନ କରିବାକୁ ଚାହିଁଛନ୍ତି, ଏଇ ଜୀବନ ଭୂମିକୁ ଆନନ୍ଦ ଆଣିବାକୁ ଚାହିଁଛନ୍ତି, ଅମରତ୍ୱ ଏଇଠି ଆଣିବାକୁ ଚାହିଁଛନ୍ତି। ସମାଧାନ ଏଇଠି ଅଛି, ଏଇ ଜଡ ଭିତରେ ଅଛି। ଜଡ ଯୋଉଦିନ ଏକ ଆତ୍ମାର ଚିହ୍ନ ରୂପେ ପ୍ରକୃତିରେ ନିଜକୁ ଉପସ୍ଥାପିତ କରିବ ଏବଂ ସେଭଳି ସମ୍ଭାବନା ଜଡ ପାଖରେ ରହିଛି, ସେଇ ଜଡ ଭିତରୁ ପ୍ରାଣ, ପ୍ରାଣ ଭିତରୁ ମନ, ମନ ଭିତରୁ ଅତିମାନସର ଏଇ ଯୋଉ ଯାତ୍ରା ଚାଲିଛି, ଏଇ ଯାତ୍ରାଟିକୁ ସେହି ଦେଖିପାରିଛନ୍ତି ସରସ୍ୱତୀ ପୁତ୍ର। ତେଣୁ ଯୋଉ ପ୍ରକାର ଗୋଟେ ପ୍ରକାର କ୍ଷୟକ୍ଷତି, ଯୋଉ ପ୍ରକାର ଡ୍ୟାମେଜ, ଯୋଉ ପ୍ରକାର ତାକୁ ତାଙ୍କ ଭାଷାରେ ଗୋଟେ ବ୍ୟାଲେନ୍ସକୁ ଭାଙ୍ଗିବା, ଗୋଟେ ସନ୍ତୁଳନକୁ ଭାଙ୍ଗିବାର କାମ ସନ୍ନ୍ୟାସବାଦ କରିଥିଲା, ତା ପ୍ରତି ଆଉ କୌଣସି ସିମ୍ପାଥି ନାହିଁ। ଫର ଏନ୍ ଏଜ୍ ଆଉଟ୍ ଅଫ୍ ସିମ୍ପାଥି। ସମସ୍ତେ ଏବେ ବୁଝିଲେଣି ସେ ଖାଲି ଜଟା ଜୁଟ ବା ଗୋଟେ ଗେରୁଆ ବସ୍ତ୍ର ପିନ୍ଧିଦେଲେ କିଏ ଆଧ୍ୟାତ୍ମିକବାଦୀ ହୋଇଯାଏ ନାହିଁ। ଜୀବନ ବିମୁଖତା ଅଧ୍ୟାତ୍ମ ନୁହେଁ। ଏଇ କଥାଟି ବାହାର ବିଶ୍ୱ ଜଲ୍ଦି ବୁଝି ସାରିଥିଲା, କିନ୍ତୁ ଭାରତୀୟ ମାନଙ୍କୁ ବୁଝିବା ବହୁତ ବହୁତ କଷ୍ଟ ହଉଛି, କାରଣ ଏଟା ଗୋଟେ ଏଜ୍ ଓଲ୍ଡ ପ୍ରାକ୍ଟିସ। ଆମକୁ ଅନେକ ସମୟରେ ଆମେ ପ୍ରଶ୍ନ ପଚାରୁ, ଆମ ଅବଚେତନା କହିଲେ କଣ, ସେ କିଭଳି ଭାବରେ କାମ କରୁଛି। ଏ ଗୋଟେ ଉଦାହରଣ, ଆମ ଅବଚେତନା ଭିତରେ ଜୀବନ ପ୍ରତି ବିମୁଖତା ରହିଛି, এই বিশ্ব প্রতি বিমুখতা ରହିଛି, କାରଣ ଏଇଟା ଜଡ ବିଶ୍ୱ, ଜଡ ଦ୍ୱାରା ନିର୍ମିତ ବିଶ୍ୱ। ଆମେ ସେଥିପାଇଁ ଯୋଉ ତା ପ୍ରତି ବିମୁଖ ଭାବଟା ରଖିଥାଉ, ସେଇଟା ହିଁ ପ୍ରକୃତରେ ଆମ ଅବଚେତନା ଭିତରେ ରହିକି ଆମକୁ କେମିତି ସନ୍ତୁଳୁଛି, କେମିତି ଘାଣ୍ଟୁଛି, କେମିତି ହଇରାଣ କରୁଛି, ସେ କଥା ଗୁଡିକ ଅନ୍ତତଃ ଆମେ ଅନୁଭବ କରିପାରିବା। ତେଣୁ ଫର ଏନ୍ ଏଜ୍ ଆଉଟ୍ ଅଫ୍ ସିମ୍ପାଥି ୱିଥ୍ ascetic spirit, ଏଇ ସଂସାର ଛଡା ସନ୍ନ୍ୟାସୀ ମାନଙ୍କ ପ୍ରତି ବା ଜ୍ୟୋତିବ୍ରତ ଗ୍ରହଣ କରିବାର ଏଇ ଆବେଦନଟି ପ୍ରତି, ଜଟାଜୁଟ ଛାଡି ଅଧ୍ୟାତ୍ମ ହବାର ଯୋଉ ପ୍ରକାର ଧାରା ରହିଛି, ଗୃହତ୍ୟାଗୀ ସନ୍ନ୍ୟାସୀ ହବାର ଗୋଟେ ଯୋଉ ଇଚ୍ଛା ରହିଛି, ସେଇଗୁଡିକ ଏବେ କଣ ହେଇଛି ନା ମେ seem to have passed or to be passing, ଏଇଟା ଅତିକ୍ରାନ୍ତ ହେଇଗଲାଣି। ଅଧ୍ୟାତ୍ମବାଦୀ ହବାକୁ ହେଲେ ଘର ଛାଡିବାକୁ ପଡିବ, ଏଇ ଧାରଣାଟିକୁ ଅତିକ୍ରମ କରିଦେଲାଣି ବର୍ତ୍ତମାନ। or to be passing, ଚାଲିଯିବ, ଅତିକ୍ରମ କରୁଛି। ମାନେ ଆମେ ଦିଟା କଥା କହିବା, ଝଡ ଛାଡିଗଲା ବା ଝଡ ଚାଲୁଛି, ଅତିକ୍ରମ କରୁଛି, ଇଟ୍ ଇଜ ପାସିଂ। ତାହେଲେ ଆମେ ଏଇ ମେଟରର ସହଯୋଗରେ, ଜଡର ସହଯୋଗରେ ଆଜି ଯେତେବେଳେ
ପ୍ରଭୁଙ୍କର ମହାନ ଶାସ୍ତ୍ର ଗୁଡ଼ିକରୁ ଜ୍ଞାନର ଅନ୍ୱେଷଣ କରୁଛନ୍ତି ସେଦିନ ଆଉ ଏକଥା କହିବେ କି ଯେ ଆମକୁ ଜଙ୍ଗଲ ଗଲେ ହିଁ ଆନନ୍ଦ ମିଳିବ, ଜଙ୍ଗଲ ଗଲେ ଆମକୁ ଶାସ୍ତ୍ରର ଜ୍ଞାନ ମିଳିବ? ସେ ଯୁଗ ସମାପ୍ତି ହଉଛି। ତାହେଲେ ଅତିକ୍ରାନ୍ତ କରିଯାଇଛି କିମ୍ବା ଅତିକ୍ରାନ୍ତ ହେଉଥିବା ପରି ମନେ ହେଉଛି। ପାସିଂ, it is easy to attribute this great trend of felling of vital energy in an ancient race tired out of its by its burden. ତାହେଲେ ଆମେ ଏଇ ଯୋଉ ସହଜରେ ଆମେ ଭାବି ବସିବା, କଣ ଭାବି ବସିବା ଯେ ଏଇ ଯୋଉ ବୈରାଗ୍ୟର ଏଇ ଯୋଉ ପ୍ରବୃତ୍ତି ଏଙ୍କ୍ରାଇଟ୍ସ ସେ କଣ କରୁଛି ନା ଗୋଟେ ଆଟ୍ରିବ୍ୟୁଟ କରୁଛି କଣକୁ ନା ଦିସ୍ ଗ୍ରେଟ୍ ଟ୍ରେଣ୍ଡ ଅଫ୍ ଫେଲିଂ ଭାଇଟାଲ ଏନର୍ଜି। ଗୋଟେ ଜରାଜୀର୍ଣ୍ଣ ପରିଶ୍ରାନ୍ତ ମନୁଷ୍ୟ ସମୂହର ପ୍ରାଣ ଶକ୍ତିକୁ ସେ ପ୍ରକୃତରେ ସେ ହରାଇ ବସିଥିଲା ତାଙ୍କ ବୁଦ୍ଧିରୁ। ଜୀବନର ସତ୍ୟ ନାହିଁ, ଜୀବନର ସବୁ କ୍ରିୟାକଳାପ ଗୁଡିକ ମିଥ୍ୟା, ସବୁ ମିଥ୍ୟା, ଖାଲି କଣ ବ୍ରହ୍ମ ହିଁ ସତ୍ୟ, ଜଗତ ମିଥ୍ୟା। ତ ଏଇ ଯୋଉ ପ୍ରାଣଶକ୍ତିକୁ ହରାଇ ବସିବା, ଏଇଟା ହଉଛି ବୈରାଗ୍ୟର ପ୍ରବୃତ୍ତି। କିନ୍ତୁ ପ୍ରାଣଶକ୍ତି କଣ ଦୈବ ଯୋଗରୁ ତିଆରି ହେଇନି କି? ହଁ, ସବୁବେଳେ ବିଶୁଦ୍ଧ ଅବସ୍ଥାରେ ଆପଣଙ୍କୁ ସବୁ କଥା ଦିଆଯାଉ ନାହିଁ। ଏଇଟା ହଉଛି ପ୍ରକୃତିର ନିୟମ। ଆପଣଙ୍କୁ ଭାତ ରାନ୍ଧିକି ଗଛ ଦେଇନାହିଁ, ଗଛ ମୁଠେ ଧାନ ଦେଇଛି। ସେ ଧାନକୁ ତା ଚୋପା ଛଡେଇକି ଚାଉଳ ତିଆରି କରିବା କାମ ଆପଣଙ୍କର। ସେ ଚାଉଳରୁ ଭାତ ତିଆରି କରିବା, ମୁଢି ତିଆରି କରିବା, ଯାହା ଆପଣ ତିଆରି କରନ୍ତୁ, କ୍ଷୀରି ତିଆରି କରନ୍ତୁ, ଇଟଲି ତିଆରି କରନ୍ତୁ, ସେ ସବୁ କାମ ଆପଣଙ୍କର। ସୁନାର ପଥର ଦିଆଯାଇଛି, ସୁନାର ପଥରରୁ ସୁନାକୁ ବାହାର କରି ଗହଣା ତିଆରି କରିବାର କାମ ଆମର। ସେଇଭଳି ଗୋଟେ ପ୍ରାଣ ଶକ୍ତି ର ଫର୍ମରେ ରହିଛି, ତାକୁ ବିଶୁଦ୍ଧ କରି ପରମ ପ୍ରେମ ନିକଟରେ ପହଞ୍ଚିବାର କାମ ଆମର। କିନ୍ତୁ ଆମେ ସେଇଟାକୁ ଅସ୍ୱୀକାର କରିଦେଇ ଏଇଟା ତ ପଥର, ଆ ଭିତରେ କଣ ସୁନା ଅଛି, ଏଇଟା ତ ପଥର, ଆ ଭିତରେ କଣ ହୀରା ଅଛି। ଏଇ ବାଟରେ ଆମେ ଗୋଟେ ପ୍ରାଣ ଶକ୍ତିକୁ ଜରାଜୀର୍ଣ୍ଣ ଅବସ୍ଥାରେ ଛାଡି ଦେଇକି ପ୍ରାଣର ମନର ଡେଣା କାଟିଦବାକୁ ସବୁବେଳେ ବସିଛୁ। କିନ୍ତୁ ମା କହିଲେ ୟାକୁ ରୂପାନ୍ତର କରିବା, ଏ ଯୋଉ ର ଫର୍ମରେ ଅଛି ତାକୁ ବିଶୁଦ୍ଧିକରଣ କରିବା, କନସିକ୍ରେଟେଡ କରିବା, ତାକୁ ଆହୁରି ସୁନ୍ଦର, ମାର୍ଜିତ, ମୁଗ୍ଧ, ମନୋହର, ସ୍ନିଗ୍ଧ, ଯେତେ ଯେତେ ଆଡଜେକ୍ଟିଭ ଆପଣଙ୍କ ପାଖରେ ଅଛି ସେଗୁଡିକ ଲଗେଇବା। ତେବେ ଯୋଉଟା ଆଜି ଦୁଃଖର କାରଣ ହେଇଛି ସେଇଟା ହିଁ ମହାନନ୍ଦର କାରଣ ହବ। ଏବଂ ଯୋଉଟା ଆଜି ଈର୍ଷା ଆଣିଛି, ଅସୂୟା ଆଣିଛି, ବିଦ୍ୱେଷ ଆଣିଛି, ଘୃଣା ଆଣିଛି, ଅସହିଷ୍ଣୁତା ଆଣିଛି, ସେଇଟା ହିଁ ପ୍ରକୃତିରେ ଦିନେ ଗ୍ରହଣଶୀଳତା ଆଣିବ ଏବଂ ତା ପ୍ରତି ଉନ୍ମୁଖତା ଆଣିବ, ତା ଭିତରେ ଦିବ୍ୟ ଦର୍ଶନ ଆଣିବ, ତା ଭିତରେ ଥିବା ଦିବ୍ୟ ସନ୍ଦେଶକୁ ମଧ୍ୟ ଆଣିବ। ତେଣୁ ଏଇଭଳି ସନ୍ନ୍ୟାସବାଦ ଯୋଉ ପ୍ରକାର ଡ୍ୟାମେଜ କରିଥିଲା, ତାର ଡ୍ୟାମେଜ କଣ୍ଟ୍ରୋଲର ବର୍ତ୍ତମାନ ଯୁଗ ଏକ ପ୍ରକାର ଆରମ୍ଭ ହେଲାଣି। କିନ୍ତୁ ଭାରତୀୟ ମନରେ ଏବେ ବି ଜଡ଼ ମାନଙ୍କ ପ୍ରତି ଯୋଉ ରିକଏଲ, ଯୋଉ ବିତୃଷ୍ଣା ଭାବ ରହିଥିଲା, ତା ମଧ୍ୟ ସେଇଭଳି ରହିଛି। ତାହେଲେ ପୁଣି କୁହାଯାଉଥିଲା ଇଟ୍ସ ancient race tired out by its burden। ତାର ଚାପ ଦ୍ୱାରା ଯୋଉଟା କ୍ଳାନ୍ତ ହୋଇ ପଡିଥିବା ଗୋଟେ ଜାତି by its own vast share in the common advance, exhausted by its many-sided contribution to the sum of human effort and human knowledge। ତାହେଲେ ଯୋଉ ମନୁଷ୍ୟର ଜ୍ଞାନ
ଆଉ ମନୁଷ୍ୟର ଉଦ୍ୟମ ଏଫର୍ଟସ୍ ବର୍ତ୍ତମାନ ବହୁ ଐଶ୍ୱର୍ଯ୍ୟ ଭରିଦେବାରେ ଆମେ ସଫଳ ହେଉଛନ୍ତି ଧୀରେ ଧୀରେ ଏବଂ ସଭ୍ୟତାର ପ୍ରଗତିରେ ଏଇ ଅବଦାନଟିକୁ ସନ୍ନ୍ୟାସ କଣ କରିଥିଲା ନା ଅସ୍ୱୀକାର କରିଦେଇଥିଲା। ସେ ଏଇ ଏଫର୍ଟ ଗୁଡା କିଛି ମାନେ ନାହିଁ, ହ୍ୟୁମାନ ନଲେଜର ବି କିଛି ମାନେ ନାହିଁ, ଏଗୁଡା ସବୁ ବାଜ୍ୟ ଜ୍ଞାନ। ମୁଁ ଥରେ ସନ୍ନ୍ୟାସୀ ଜଣେ କହୁଥିଲେ ପୁସ୍ତକ ଦୁଇ ପ୍ରକାର, ଗୋଟେ ହେଲା ମାନେ ସ୍ମୃତ ଗ୍ରନ୍ଥ ଆଉ ଗୋଟେ ହେଲା କୃତ ଗ୍ରନ୍ଥ। ତେଣୁ ଆମେ କେବଳ ସ୍ମୃତ ଗ୍ରନ୍ଥ ଗୁଡା ପଢିବା ଉଚିତ। ଏଗୁଡା ସବୁ ଏଇ ଯୋଉ ଷ୍ଟ୍ରାଟିଫିକେସନ, ଏଟା ଗୋଟେ ଉଦାହରଣ ଦୃଷ୍ଟିରୁ ମୁଁ ଆପଣଙ୍କୁ କହିଲି, ଏଇ ଯୋଉ ଡୁଜ ଆଣ୍ଡ ଡୋଣ୍ଟସ ଏଗୁଡିକ ହଉଛି ସନ୍ନ୍ୟାସବାଦର ବହୁତ ବଡ ଅଦ୍ଭୁତ କଥା। ଏହା ଦ୍ୱାରା ହ୍ୟୁମାନ ଏଫର୍ଟ, ହ୍ୟୁମାନ ନଲେଜ, ତାର ଯୋଉ ଐଶ୍ୱର୍ଯ୍ୟକୁ ଭରିଦେବାର ଗୋଟେ ସାମର୍ଥ୍ୟ ରହିଛି ବା ତାର ଯୋଉ ଅବଦାନ ରହିଛି, ସେ କଥାଟିକୁ ମଧ୍ୟ ଏକ ପ୍ରକାର ଏଇ ବୈରାଗ୍ୟ ଦୁର୍ବଳ କରିଦିଏ ବା ଅସ୍ୱୀକାର କରିଦିଏ। ତେଣୁ ବୈରାଗ୍ୟ ଜୀବନକୁ ଅସ୍ୱୀକାର କରିଛି, ବୈରାଗ୍ୟ ଜନ୍ମ ସମ୍ଭୂତିକୁ ଅସ୍ୱୀକାର କରିଛି, ବୈରାଗ୍ୟ ବିଶ୍ୱକୁ ଅସ୍ୱୀକାର କରିଛି, ବୈରାଗ୍ୟ ବିଶ୍ୱ ପଛରେ ଥିବା ଭଗବାନଙ୍କର ନିହିତ ଆତ୍ମସଂକଳ୍ପକୁ ଅସ୍ୱୀକାର କରିଛି, ବୈରାଗ୍ୟ ପ୍ରାଣଶକ୍ତିକୁ ଅସ୍ୱୀକାର କରିଛି, ବୈରାଗ୍ୟ ମଣିଷର ସମସ୍ତ ଜ୍ଞାନ ଆଉ ତାର ଉଦ୍ୟମ ଗୁଡ଼ିକୁ ମଧ୍ୟ ଅସ୍ୱୀକାର କରିଛି। ଏହାଦ୍ୱାରା ଜୀବନର କଣ କ୍ଷୟକ୍ଷତି ହେଇଛି ସେଇଟା ଅତୀତର ମଣିଷମାନେ ଅନେକ ଭୋଗିଛନ୍ତି, ଆଉ ଆଜି ମଧ୍ୟ ଆମେ ଅନେକ ଦୁବିଧା ଭିତରେ, ବହୁ ଦ୍ୱନ୍ଦ୍ୱ ଭିତରେ, ଧାର୍ମିକ ଗ୍ଲାନି ଗୁଡ଼ିକ ଭିତରେ ରହିଛୁ। ଧାର୍ମିକ ଗ୍ଲାନି ଯୋଉଥିପାଇଁ ତାର ବର୍ଣ୍ଣନା କରାଯାଇ ପାରିବ ନାହିଁ। ଆଜି ଭାରତ ବର୍ଷରେ କୌଣସି ନେତା ଏଇଭଳି ଧାର୍ମିକ ଗ୍ଲାନି ଯଦି ତିଆରି ନ କରିବେ, ସେ 10 ମିନିଟ କେଠି ବଞ୍ଚି ପାରୁନାହାନ୍ତି। କାହିଁକି ନା ଧାର୍ମିକ ଗ୍ଲାନି ଗୁଡ଼ିକ ହିଁ ଆମକୁ ଆକର୍ଷିତ କରୁଛି। ଆଉ ଏହାର ପ୍ରମାଣ ଆଉ ବେଶୀ ଦବା ଦରକାର ନାହିଁ, ବେଶୀ ବ୍ୟାଖ୍ୟା କରିବା ଦରକାର ନାହିଁ। ସବୁ କଥା ଆମ ଆଗରେ ସ୍ପଷ୍ଟତଃ ଅତି ଉପସ୍ଥାପିତ ହେଇକି ରହିଛି। ଆମେ ସବୁଦିନ ଖବରକାଗଜ, ଟିଭି, ରେଡିଓରେ ଏଇ ନାଟକ ଗୁଡ଼ିକ ଦେଖୁଛୁ। କେହି ଯଦି ଜଣେ ପୂଜା କରୁଛନ୍ତି, ସମସ୍ତେ ମାନେ କୌଣସି ରାଜନୈତିକ ଦଳ ଏଥିରୁ ମୁକ୍ତ ନୁହନ୍ତି। କୋଉ ଗୁମ୍ଫାରେ ଯଦି ସେ ତପସ୍ୟା କରିବାକୁ ଯାଉଛନ୍ତି, କ୍ୟାମେରା ସାଙ୍ଗରେ ନେଇକି ଯାଉଛନ୍ତି। ସେଇ ଫଟୋ ଗୁଡାକ ଦେଖେଇଲେ ବୈରାଗୀ ପ୍ରତି ଆମର ଯୋଉ ଆକର୍ଷଣ ରହିଛି, ସେଇ ଆକର୍ଷଣ ଗୁଡିକ ତାଙ୍କ ଲାଭରେ ଆସିବ। କିପରି ଆସିବ ସେଟା ଆମେ ବେଟର ଜାଣିଛୁ। କିନ୍ତୁ ପ୍ରଭୁଙ୍କର ଯୋଉ ମହାସତ୍ୟ, ଯେ ଜୀବନ ଦିନେ ଆନନ୍ଦର ଭୂମିରେ ପହଞ୍ଚିବ, ଅମରତ୍ୱର ଭୂମିରେ ପହଞ୍ଚିବ ଏବଂ ସେଇଟା ହବ ମୁକ୍ତି, ସ୍ୱଚ୍ଛନ୍ଦ, ସ୍ୱତନ୍ତ୍ରତା ଏବଂ ଈଶ୍ୱରଙ୍କର ଭୂମି ସାବାସ୍ୟମ୍ ଏଇଠି ଅଛି। ଏଇ ପରିକଳ୍ପନାକୁ ନେଇ ବଞ୍ଚୁଥିବା ମଣିଷ ସବୁ ମଣିଷ ଭିତରେ, ସବୁ ପଦାର୍ଥ ଭିତରେ ଦିବ୍ୟତ୍ୱର ସନ୍ଧାନ କରେ। ଏପରିକି ପ୍ରତ୍ୟେକ ଧୂଳିକଣା, ଅଣୁପରମାଣୁ ଭିତରେ ଭଗବାନଙ୍କର ସଂକଳ୍ପର, ତାଙ୍କ ସ୍ଥାପତ୍ୟର, ତାଙ୍କ ଚିତ୍ ଶକ୍ତିର ଉପସ୍ଥିତିକୁ ମଧ୍ୟ ଅନୁଭବ କରେ। ତେଣୁ ବଣକୁ ଗଲେ ଈଶ୍ୱର ମିଳିବେ, ଘରେ ରହିଲେ ମିଳିବେ ନାହିଁ। ଘରେ ରହିଲେ ଈଶ୍ୱର ଦର୍ଶନ ହବ ନାହିଁ, ବଣରେ ଦର୍ଶନ ହବ। ସେଭଳି ଧାରଣାରୁ ପ୍ରଭୁ ଆମକୁ ମୁକ୍ତ କରିଦେଇଛନ୍ତି। ସେଥିପାଇଁ ତାଙ୍କ ଚରଣାରବିନ୍ଦରେ କୋଟି ପ୍ରଣାମ ପୂର୍ବକ ଆଜିର ଆଲୋଚନାକୁ ଏଠି ରଖିବା ଏବଂ ଯୋଉ ମହାସରସ୍ୱତୀ ତାଙ୍କୁ ହିଁ ପ୍ରଜ୍ଞା ବୌଦ୍ଧ ଧର୍ମର ପ୍ରଚାର ପରେ ବା ବୁଦ୍ଧଙ୍କର ଆବିର୍ଭାବ ପରେ ଯଦି ଆମେ ମ୍ୟାଟରଠୁ ଏତେ ଦୂରେଇଲୁ,
ଆମେ ଯଦି ବସ୍ତୁବାଦରୁ ଏତେ ଦୂରେଇଲୁ ପୁଣି ସେଇ ବସ୍ତୁବାଦ ପ୍ରତି ଆମେ ଏତେ ଆକର୍ଷିତ କେମିତି ହେଇଛୁ ପୁଣି ତାର ସେ ବୌଦ୍ଧ ଧର୍ମ ଥିବା ଭିତରେ ବି ବର୍ତ୍ତମାନ ବି ତାର ଯୋଉ ଏକ୍ଜିଷ୍ଟେନ୍ସ ଯେମିତି ବି ଅଛି କିନ୍ତୁ ଆମେ ଏତେ ପୁଣି କେମିତି ଆକର୍ଷିତ ହେଇଯାଇଛୁ। ପ୍ରଥମେ ଆପଣ କହିଲେ ଯେ ଆମର ଯୋଉ ଆର୍ୟ ଋଷି ମାନେ ସେମାନେ ଦିଟିକୁ ନେଇକି ଯେମିତି ହେଲେ ଗୋଟେ ଚାଲିଥିଲା ତାଙ୍କ ଭିତରେ ଯୋଉ ସମନ୍ୱୟ ରକ୍ଷା କରି ଚାଲିଥିଲେ କିନ୍ତୁ ବୌଦ୍ଧ ଧର୍ମର ଆବିର୍ଭାବ ପରେ ବିଶେଷ କରିକି ଆମେ ମ୍ୟାଟରଠୁ ବହୁତ ଦୂରେଇଲୁ କେବଳ ସ୍ପିରିଟକୁ ବା ସେଇ ଯୋଉ ନିର୍ବାଣକୁ ରଖିଲୁ ଆଖି ଆଗରେ ସେତେ ମ୍ୟାଟରଠୁ ଦୂରେଇଲୁ କିନ୍ତୁ ତା ପରବର୍ତ୍ତୀ ବା ସେଇ ଥିବା ଭିତରେ ବି ଆମେ ପୁଣି ମ୍ୟାଟର ପ୍ରତି ବହୁତ ଆକର୍ଷିତ ହେଇଛୁ ଅସମ୍ଭବ ପ୍ରକାର ଆକର୍ଷଣ ଆମର ବଢିଛି ସେଇଟା କେମିତି ଭାରତୀୟ ମାନଙ୍କ କଣ୍ଟେଷ୍ଟ ମୁଁ କହିଛି ସାରା ମନୁଷ୍ୟ ଜାତି ବିଷୟରେ ନୁହେଁ କେବଳ ଭାରତୀୟ ମାନଙ୍କ କଣ୍ଟେଷ୍ଟରେ। ରାଜକିଶୋର ଭାଇ ଭାରତୀୟ ମାନେ ଆଜି ମଧ୍ୟ ବସ୍ତୁବାଦ ଭିତରକୁ ଆସିଛନ୍ତି ବୋଲି ମୁଁ କାହିଁକି ବ୍ୟକ୍ତିଗତ ଭାବରେ ବିଶ୍ୱାସ କରୁନି। ଏବେ ବି ତାଙ୍କର ଅବଚେତନାରେ କୋଉଠି ନା କୋଉଠି ସନ୍ନ୍ୟାସବାଦ ପ୍ରତି ଗୋଟେ ବଡ ସମର୍ଥନ ରହିଛି ବହୁତ ବହୁତ ତୀବ୍ର ଭାବରେ ରହିଛି। ଜଣେ ବୈଜ୍ଞାନିକକୁ ଆମେ ଆଜି ବି ସମ୍ମାନ କରିବା ଶିଖିନୁ ବରଂ ଜଣେ ସାଧୁ ସନ୍ଥ ଯେ ସହଜରେ ଜଟାଜୁଟ ଛାଡିଦେଲେ ଆମେ ତାଙ୍କ ପାଖରେ ଆମ ମୁଣ୍ଡଟାକୁ ନୁଆଇଁ ଦଉ କିନ୍ତୁ କୌଣସି ଦିନ ଗୋଟେ ବୈଜ୍ଞାନିକକୁ ପ୍ରଣାମ କରିବାର ଆବଶ୍ୟକତାକୁ ଆମେ ଅନୁଭବ କରିନୁ। ଆମ ପିଲାମାନେ ଯେତେବେଳେ ଜନ୍ମ ହୁଅନ୍ତି ଆମେ ଜଗତରେ ତାଙ୍କୁ ରାମାୟଣ ସିରିଏଲ ଦେଖୁ ଆମେ ତାଙ୍କୁ ମହାଭାରତ ଦେଖିବା ଉଚିତ ମଧ୍ୟ କିନ୍ତୁ ଜଣେ ବୈଜ୍ଞାନିକର ଜୀବନ କାହାଣୀକୁ ନେଇ ଏଠି ସିନେମା ହୁଏନି। ରାଜନୈତିକ ଲୋକଙ୍କର ଜୀବନକୁ ନେଇ ସିନେମା ହଉଛି ଖେଳାଳି ମାନଙ୍କ ଜୀବନକୁ ନେଇ ସିନେମା ହଉଛି ସେଟା ହଉ କିଏ ମନା କରୁଛି ସେଟା ବି ହବ କିନ୍ତୁ ଆମେ ଆଜି ମଧ୍ୟ ମେଟର ଭିତରେ ସତ୍ୟକୁ ସନ୍ଧାନ କରୁଥିବା ଲୋକଟା ହଉଛି ପ୍ରକୃତରେ ବସ୍ତୁତାନ୍ତ୍ରିକ ମଣିଷ କିନ୍ତୁ ବସ୍ତୁବାଦ ଆଉ ଉପଭୋଗବାଦ ଦିଟା ଅଲଗା ଜିନିଷ। ଭାରତର ମନ ଆଜି ବେଶୀ ଉପଭୋଗ ବାଗ ପଥରେ ଅଛି କନଜ୍ୟୁମରିଜିମ ପଛରେ। ଆମେ ଗୋଟେ ବଜାରକୁ ଯିବା ଜିନିଷଟେ କିଣି ଆଣିବା ଆଉ ତାକୁ ବ୍ୟବହାର କରିବା ଆଉ ସେଥିରେ ଆମେ ବହୁତ ଉତ୍ସାହୀ। ଆମେ ସମସ୍ତେ ଫ୍ରିଜ ବ୍ୟବହାର କରୁଛେ ଫ୍ୟାନ ବ୍ୟବହାର କରୁଛେ ଏସି ବ୍ୟବହାର କରୁଛେ ମୋବାଇଲ ବ୍ୟବହାର କରୁଛେ କମ୍ପ୍ୟୁଟର ବ୍ୟବହାର କରୁଛେ କିନ୍ତୁ ମତେ କୁହନ୍ତୁ ତ ମୌଳିକ ଭାବରେ ୟାର ପ୍ରଡକ୍ସନ ସେ ଉଡାଜାହାଜ ହଉ କି ସାଇକେଲ ହଉ ଭାରତରେ ହେଇଛି। ଆଜି କିଛି ଚେଷ୍ଟା ହଉଛି ଭେରି ଫ୍ୟୁ କିନ୍ତୁ ସେଟା ବହୁତ କିଛି ବୋଲି କୁହାଯାଇ ପାରିବ ନାହିଁ ଇନ୍ ୱାର୍ଲଡ କଣ୍ଟେଷ୍ଟ। ମୌଳିକ ଭାବରେ ଗୋଟେ କଥା ଏଇ ବିବାଦ ଆସିଥିଲା ମାନେ ଏଇ ଗତ ଶତାବ୍ଦୀର ଶେଷ ଦଶନ୍ଧିରେ ଗୋଟେ ଶବ୍ଦ ଶୁଣିଥିବେ ଆପଣ ତାକୁ କୁହାଯାଉଥିଲା ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ ବୌଦ୍ଧିକ ସମ୍ପଦାର ଅଧିକାର। ବୌଦ୍ଧିକ ସମ୍ପଦାର ଅଧିକାର କଣ? ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ। ମନେ କରନ୍ତୁ ମୁଁ ଜଣେ ବୈଜ୍ଞାନିକ ମୁଁ କିଛି ଜିନିଷର ଉଦ୍ଭାବନ କରିଛି ଏବଂ ତାର ଲାଭଟି ସମଗ୍ର ବିଶ୍ୱ ପାଉଛି କିନ୍ତୁ ସେତ ମତେ ଡିଭିଡେଣ୍ଡ ଦିଆଯାଉ ନାହିଁ। ତ ବର୍ତ୍ତମାନ ଯିଏ ଏଇ ବୌଦ୍ଧିକ ସମ୍ପଦାର ଜନକ ତାଙ୍କୁ ଡିଭିଡେଣ୍ଡ ଦିଆଯିବ। ଏଇଟା ହେଲା ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ। ଏଇଟା ଗୋଟେ ଇଣ୍ଟରନ୍ୟାସନାଲ ଚୁକ୍ତି। ସେମାନେ ଗୋଟେ ଶବ୍ଦ ଲେଖିଲେ ଗୋଟେ ଭଲ ଶବ୍ଦ ଲେଖିଲେ ଭାରି ପ୍ରଣିଧାନ ଯୋଗ୍ୟ। ଆମେ ସେ ଆମର ସମ୍ବେଦନା ଅଭାବରୁ ଆମେ ସେ ଶବ୍ଦ ଗୁଡାକୁ ଗୋଟେ ଧ୍ୟାନ ଦଉନୁ କି ଆମକୁ ଦାୟୀ କରୁନୁ। ସେ କହିଲେ ଯେ ଯୋଉମାନେ ନିଜର କିଛି ଇଣ୍ଟେଲେକ୍ଚୁଆଲିଟି ନାହିଁ ମନେ କରନ୍ତୁ ମୋ ପାଖରେ କୌଣସି ବୈଜ୍ଞାନିକ ଅନ୍ୱେଷଣ ନାହିଁ ଅଥଚ ବିଜ୍ଞାନର ସବୁ ବରଦାନଟାକୁ ମୁଁ ସ୍ୱୀକାର କରୁଛି ବା ଉପଭୋଗ କରୁଛି ତାହେଲେ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ ଆକ୍ଟ ଅନୁସାରେ ମୁଁ ଗୋଟେ ଇଣ୍ଟେଲେକ୍ଚୁଆଲ ଥିପ୍ ବୌଦ୍ଧିକ ଚୋର। ଦେଖନ୍ତୁ ଜଣେ ଲୋକ ଚାଷ କରେ ତା ଘରେ 10 ଲୋକ ଖାଆନ୍ତି ଜଣେ ଚାଷୀ ପରିବାରକୁ ଯେତେବେଳେ ଯିବା ତାହେଲେ ବାକି ମାନଙ୍କୁ ଆମେ କଣ କହିବା? ପାରାସାଇଟ ନିର୍ମୂଳିଲତା ଯୋଉମାନେ ଅନ୍ୟ ଉପରେ ନିର୍ଭର କରି ବଞ୍ଚୁଛନ୍ତି। ଭାରତରେ ଉପଭୋଗବାଦ ରହିଛି ଏବଂ ଆମେ କନଜ୍ୟୁମରିଜିମରେ ନମ୍ବର 1 ୱାର୍ଲଡ ମାର୍କେଟରେ ଚାଇନା ବି ଆମକୁ ମାର୍କେଟ କରୁଛି ଆଫ୍ରିକା ବି ଦରକାର ପଡିଲେ ଆମକୁ ମାର୍କେଟ ବ୍ୟବହାର କରିବା ଦରକାର ପଡିଲେ ଜର୍ମାନୀ କରୁଛି। ଆମେ ବାହାରୁ ଉଡାଜାହାଜ କିଣୁଛୁ ଅସ୍ତ୍ରଶସ୍ତ୍ର କିଣୁଛୁ ସବୁ କଥା କରୁଛୁ। ମତେ ଖାଲି ଗୋଟେ କଥା କୁହନ୍ତୁ ବାହାର ଲୋକମାନେ ସବୁ କରିଦେଇ ପାରିଲେ ବିଜ୍ଞାନକୁ ଉପଯୋଗ କରି ସେଇ ବିଜ୍ଞାନ ଆମରି ପାଇଁ ଅପରିହାର୍ଯ୍ୟ ଅଥଚ ଆମେ ଏ ପର୍ଯ୍ୟନ୍ତ ତାକୁ ଉପେକ୍ଷା କରୁ। ଏବେ ବି ଭାରତରେ ଶିକ୍ଷା ପ୍ରଣାଳୀ ଗୋଟେ ନୂଆ ଆସିଛି ଭାଇ ସମସ୍ତେ ଜାଣିବା ଦରକାର। ଏଟା
से ସେଇଠି ବି ଡିବେଟ୍ ହଉଛି କଣ ପଢାଯିବ, ବିଜ୍ଞାନ ପଢାଯିବ କି ଜ୍ୟୋତିଷୀ ପଢାଯିବ। ଏଇ ବିବାଦ 100 ବର୍ଷ ତଳେ ଥିଲା। ମାନେ ଯେତେବେଳେ ସଂସ୍କୃତରେ ଶିକ୍ଷାଦାନ କରାଯାଉ ବୋଲି ଦଳେ ଲୋକ ଆନ୍ଦୋଳନ କଲେ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ଲୋକ କହିଲେ ନାଇଁ ନାଇଁ ଆମେ ସଂସ୍କୃତ ପଢିବାନି, ଇଂରାଜୀ ପଢିବା, କାରଣ ଇଂରାଜୀ ହଉଛି ମଡର୍ନ ଲାଙ୍ଗୁଏଜ, ଆଉ ସେଇଟା ତା ଦେହରେ ସାଇନ୍ସ ଅଛି, ଆଉ ସାଇନ୍ସ ହଉଛି ବର୍ତ୍ତମାନ ଯୁଗର ଗୋଟେ ଧର୍ମ। ବିଜ୍ଞାନ ହଉଛି ଏଇ ଯୁଗର ଧର୍ମ। ଇଟ୍ସ ଏ ନ୍ୟୁ ରିଲିଜନ, ଇଟ୍ସ ଏ ନ୍ୟୁ ଲାଙ୍ଗୁଏଜ। ଦେଖନ୍ତୁ, ଯୋଉମାନେ ବିଜ୍ଞାନକୁ ଧର୍ମ ବୋଲି ମାନିଲେଣି ସେମାନଙ୍କ ମାଇଣ୍ଡ, ଆଉ ଯୋଉମାନେ ଇସଲାମ ଧର୍ମକୁ, ମୁସଲମାନ ଏଇ ଯୋଉ ଖ୍ରୀଷ୍ଟିଆନ ଧର୍ମକୁ, ବୌଦ୍ଧ ଧର୍ମକୁ, ହିନ୍ଦୁ ଧର୍ମକୁ ଧର୍ମ ବୋଲି ମାନୁଛନ୍ତି, ତାଙ୍କ ମାଇଣ୍ଡ ଦି ଜଣ ଭିତରେ କେତେ ଫରକ ଅଛି ନା। ବିଜ୍ଞାନକୁ ନୂତନ ଧର୍ମ ଭାବରେ ମାନିବା, ଯଦି ଆମେ ବିଜ୍ଞାନକୁ ନୂତନ ଧର୍ମ ବୋଲି ମାନି ନିଅନ୍ତେ, ତାହେଲେ ଏଇ ଯୋଉ ବିବାଦ ସବୁ ରହିଛି ଧର୍ମକୁ ନେଇ, ରାଜନୀତି, ଆଇଏସଆଇ, ତାଲିବାନ, ଏଇଟା ସବୁ ହୁଅନ୍ତା କି? କାଶ୍ମୀରୀ ବଙ୍ଗଳା କିଛି ହୁଅନ୍ତା କି? କିଛି ହୁଅନ୍ତା ନାହିଁ। କିନ୍ତୁ ଏଇଟା ସେତେ ସହଜ ନୁହେଁ। ଇଟ୍ ଇଜ ନଟ୍ ସୋ ଇଜି। ଇଣ୍ଡିଆନ ମାଇଣ୍ଡ, ଦ ମୋଷ୍ଟ ଡିଫିକଲ୍ଟ ମାଇଣ୍ଡ ଆଣ୍ଡ ମୋଷ୍ଟ କନଫ୍ୟୁଜ୍ଡ କମ୍ପ୍ଲିକେଟେଡ ମାଇଣ୍ଡ। ଆପଣ ଭାବିବେ ଆମେ ସବୁ ଏତେ ଅବଚେତନାକୁ ସାଇତିଛୁ, ତା ଭିତରୁ ମୁକ୍ତି ପାଇକି ପ୍ରଭୁଙ୍କର ଧାରାକୁ ଯିବା ଏତେ ସହଜ କଥା ନୁହେଁ, ଏତେ ସହଜ ନୁହେଁ। ଆମେ ବି ଏବେ ବି ଆମ ଶ୍ରୀ ଅରବିନ୍ଦଙ୍କର କଲ୍ଟକୁ ଅନେକ ଲୋକ ଧର୍ମ କରିଦେଇଛନ୍ତି, ଅନେକ ଲୋକ ଧର୍ମ କରିଦେଇଛନ୍ତି, ଧର୍ମ ଯାତ୍ରୀ ଭାବେ ବ୍ୟବହାର କରନ୍ତି। ପୂଜା କରିବା ଆଉ ତୀର୍ଥଯାତ୍ରାରେ ଯିବା ଭିତରେ ସୀମିତ ତାଙ୍କ ଧର୍ମଟା। ଶ୍ରୀ ଅରବିନ୍ଦଙ୍କୁ ଗୋଟିଏ ଗୋଟିଏ ଶବ୍ଦରେ, ଗୋଟିଏ ଗୋଟିଏ ଧାଡିରେ ବୁଝିବା ଆମମାନଙ୍କର ବହୁତ ପୁଣ୍ୟ କର୍ମରୁ ସମ୍ଭବ ହଉଛି। ତେଣୁ ମା ସରସ୍ୱତୀଙ୍କୁ ସବୁଦିନେ ପ୍ରାର୍ଥନା କରିବା, ସବୁଦିନେ, ଯେ ଆମକୁ ଏଇ ସବୁ ଜଡ ଚେତନା ଗୁଡିକରୁ, ଯୋଉଗୁଡିକ ଆମକୁ ଅବରୁଦ୍ଧ କରି ରଖିଛି, ଦୁର୍ଗ କରି ରଖିଛି, ଆମେ ତା ଭିତରୁ ଧୀରେ ଧୀରେ ମୁକ୍ତ ହେଇଯାଉ। ତେଣୁ ଉପଭୋଗବାଦ ଏବଂ ବସ୍ତୁବାଦ ଅଲଗା ଜିନିଷ। ବସ୍ତୁବାଦ ଯେତେବେଳେ ଆସିବ, ସେତେବେଳେ ବୈଜ୍ଞାନିକ ମାନଙ୍କ ପ୍ରତି ଅସମ୍ଭବ ଶ୍ରଦ୍ଧା ଆମ ସମାଜରେ ତିଆରି ହବ। ଆପଣ ପରୀକ୍ଷା କରି ଦେଖନ୍ତୁ, ଗୋଟେ ସ୍କୁଲକୁ ଜଣେ ସନ୍ନ୍ୟାସୀ ଆସିବେ, ସେମ୍ ଟାଇମରେ ଜଣେ ବୈଜ୍ଞାନିକ ଆସିବେ, ଆମେ କାହାକୁ ସମ୍ମାନ କରୁ? ଆପଣ ଟିଭି ଖବର କାଗଜରେ କୋଉ ଦିନ କୋଉ ବୈଜ୍ଞାନିକକୁ ବନ୍ଦନା ହଉଥିବାର ଦେଖିଛନ୍ତି? ସବୁ ସନ୍ନ୍ୟାସୀ ବନ୍ଦନା ଋଷିଙ୍କର ବି ହଉ, ବୈଜ୍ଞାନିକର ବି ହଉ, ଏଇଟା ହବ ସିନ୍ଥେସିସ୍। ଆମ୍ଭେମାନେ ଏପର୍ଯ୍ୟନ୍ତ ବି ପ୍ରାଥମିକ ଶୃଙ୍ଖଳା ସ୍ତରକୁ ଆସିନାହାନ୍ତି। ଆମମାନେ ଭଲ ଭାବରେ ତାକୁ ଠିକ ଭାବରେ ବ୍ୟବହାର କରିବା, ଜିନିଷଟିକୁ କୋଉଠି କୋଉ ଜାଗାରେ କେତେବେଳେ କେମିତି ବ୍ୟବହାର ହେବ ଜାଣିପାରୁନାହାନ୍ତି। ସେଇ ପୁରୁଣା ଅଭ୍ୟାସ ଆମ ଭିତରେ ପୁଣି ସଞ୍ଚରି ଯାଉଛି। ଏତେ ଛୋଟିଆ କଥା ଭିତରେ ଆମେ ଏପର୍ଯ୍ୟନ୍ତ ଶୃଙ୍ଖଳିତ ନୁହନ୍ତି। ଆଉ ସମ୍ପୂର୍ଣ୍ଣ ଭାବରେ ମନୁଷ୍ୟ ଜଡ଼ଠାରୁ ଦୂରେଇ ଯିବା, ଏବଂ ଏଇଟା ହେଇନି। ଭାଇ ଯୋଉ ପ୍ରଶ୍ନ ପଚାରୁଥିଲେ ତାକୁ ତ ଭାଇ ସୁନ୍ଦର ଭାବରେ ବୁଝେଇଲେ। ଆମେମାନେ କେମିତି ତାକୁ ବୁଝିଛନ୍ତି ଅଲଗା କଥା। ପ୍ରଶ୍ନଟିଏ ଉତ୍ଥାପନ କରିବା ପାଇଁ ଆମେ ଅନମ୍ୟୁଟ୍ କରିବା ନା ଆମକୁ ଆମେ ଟେଷ୍ଟ କରିବା ପାଇଁ ଅନମ୍ୟୁଟ୍ କରିବା? ଯୋଉଠି ଆଲୋଚନା ହଉଛି ଆଉ ଯୋଉମାନେ ସବୁ ଶୁଣୁଛନ୍ତି, ଯୋଉମାନଙ୍କ ଭିତରେ ଅତୀବ ଆଗ୍ରହ ରହିଛି, ସେମାନେ ଯେତେବେଳେ ଏକାଗ୍ର ହଉଛନ୍ତି, ତାଙ୍କ ଏକାଗ୍ରତାକୁ ଭାଙ୍ଗିବାର ଆମର କି ଅଧିକାର ଅଛି? ଆମମାନେ କିନ୍ତୁ ଚିନ୍ତା କରୁନେ। ବେଳେ ବେଳେ ଏଇଭଳି ବିତଣ୍ଡା କାର୍ଯ୍ୟ ଭିତରେ ପ୍ରବେଶ କରୁଛନ୍ତି। ତଥାପି ଆମମାନଙ୍କର ଶ୍ରଦ୍ଧା ଅଛି, କିନ୍ତୁ ସଚେତନତାର ଅଭାବ ରହିଛି। ସମସ୍ତଙ୍କୁ ମା କୃପା କରନ୍ତୁ, ଆମମାନେ ପୁଣି ଅଧିକରୁ ଅଧିକ ସଚେତନ ରହୁ। ଯେତିକି ସମୟ ରହିବା, ଯେତିକି ସମୟ ଶୁଣିବା, ନିଜକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବା। ବାହାରକୁ ଯିବା ପାଇଁ କିମ୍ବା ବାହାରିବା ପାଇଁ ଯେ ଅନମ୍ୟୁଟ୍ କରିବାର ଯେ ଆବଶ୍ୟକତା ଅଛି, ଏଇଟା ଭୁଲ ଧାରଣା ଆମ ଭିତରେ ରହିଯାଇଛି। ତାକୁ ଦେଖିବା। ଠିକ ଅଛି। ଭାଇ ସୁନ୍ଦର ଭାବରେ
विषय वस्तु को उपस्थापन कले। आज तो समय हो जाइए, समस्त को विनम्र अनुरोध करी माँ को डाकिबा आम भितर से ज्ञान भरतु आम मैंने आहरी अधिक अधिक सचेतन रहिबा। ma 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 ma